ହରି ଓମ୍ ହରି ଓମ୍। ହ୍ୟାଲୋ ଗୁରୁଜୀ, ହଁ ନମସ୍କାର। ହ୍ୟାଲୋ, ନମସ୍କାର ନମସ୍କାର। କୁହନ୍ତୁ। ଆପଣ ଭଲ ଅଛନ୍ତି? ଭଲ 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 ଭଲ। ଆଉ ଆପଣ ଭଲ ଅଛନ୍ତି ତ? ହୁଁ ଭଲ ଅଛି ଗୁରୁଜୀ। ହଁ ହଁ କୁହନ୍ତୁ। କଣ ଥିଲା ଗୁରୁଜୀ କିଛି ପ୍ରଶ୍ନ କଣ ଥିଲା କୁହନ୍ତୁ। ହଁ ଗୁରୁଜୀ ଅଛି। କୁହନ୍ତୁ କୁହନ୍ତୁ କଣ ଥିଲା? ଗୁରୁଜୀ ଏଇଆ ଥିଲା କି ମନୁଷ୍ୟ ଟା ଦୁଃଖ ସୁଖ ଯୋଉ ଫଳ ପାଉ ମାନେ ଦୁଃଖ ସୁଖ ସେ କରୁଛି ଫଳ ପାଉଛି ଏଇ ଫଳ ମାନେ କେମିତି ସେ ପାଉଛି କେମିତି ସେ ହୁଁ କି ହୁଁ ହୁଁ ଦଉଛି ନା ସା ସ୍ଵୟଂ ପାଉଛି? ସୁନ୍ଦର ସେ ବିଷୟ ସୁନ୍ଦର। ଟିକେ କୁହନ୍ତୁ। ମାନେ ଆପଣ ପଚାର ତାତ୍ପର୍ଯ୍ୟ ହେଲା ଆମେ ଯଦି ଆତ୍ମା ଆମେ ଯଦି ଦେହ ନୁହେଁ ତାହେଲେ ଦୁଃଖ ସୁଖ କିଏ ପାଉଛି କେମିତି ପାଉଛି କୋଉଠି ପାଉଛି କିଏ ଦଉଛି କିଏ ପାଉଛି ଏଇଆ ହେଲା ପ୍ରଶ୍ନ ନା କଣ? ହଁ ଗୁରୁଜୀ। ଏଠି ଦେଖନ୍ତୁ ଏଇଠି ଆକ୍ଚୁଆଲି ଆମେ ବହୁତ ଥର ବି କଥାକୁ ଚର୍ଚ୍ଚା ହେଇଛି ଆ ଉପରେ ବି ବହୁତ ସାରା ଭିଡ଼ିଓ ହେଇଛି। ବ୍ରହ୍ମଙ୍କୁ ଚିହ୍ନିବା ପାଇଁ ହେଲେ ଶରୀରରୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଆଚ୍ଛା ଦୁଃଖ ସୁଖ କଥା ଯେହେତୁ ଆମେ କଥା ହଉଛେ ଶରୀର ପ୍ରକୃତିରେ ତା ସଂସ୍କାରକୁ ନେଇକରି ପରିଚାଳନା ହଉଛି। ବୁଝୁଛନ୍ତି ସଂସ୍କାରକୁ ନେଇକରି କେମିତି ମା ପେଟରୁ ଯେତେବେଳେ ଶରୀର ଜନ୍ମ ହୁଏ ପ୍ରତ୍ୟେକ ଶରୀର ତାଙ୍କର ଶରୀର ସ୍ତରରେ ଟିକେ ଭେଦ ଥାଏ କିଏ ମୋଟା କିଏ ପତଳା କିଏ ଗୋରା ଟିକିଏ କଳା ଏମିତି ଭିନ୍ନତା ଥାଏ କିନ୍ତୁ ଇନ୍ଦ୍ରିୟ ମନର ସ୍ୱଭାବ ସମସ୍ତଙ୍କର ସମାନ ଥାଏ। ବୁଝିପାରୁଛ ନିର୍ଗୁଣ ଅବସ୍ଥାରେ ଥାଏ କୌଣସି ତା ଭିତରେ ସେ ଶରୀର ଭିତରେ ସଂସ୍କାର ନଥାଏ। ଧୀରେ ଧୀରେ ସେ ଶରୀର ଏ ଭୌତିକ ସଂସାରରୁ କିଛି ଜ୍ଞାନକୁ ଅର୍ଜନ କରେ। ମାତା ପିତାଙ୍କ ମାଧ୍ୟମରେ ହଉ ଆଉ କିମ୍ବା ସାଙ୍ଗସାଥିର ମେଳରେ ହଉ କି ଚତୁଃପାର୍ଶ୍ୱରେ ଯେଉଁ ପରିକା ଲୋକ ଥାଆନ୍ତି ତାଙ୍କ ମାଧ୍ୟମରେ ହଉ ଭୌତିକ ପାଠ ମାଧ୍ୟମରେ ହଉ ଆଧ୍ୟାତ୍ମିକ ପାଠ ମାଧ୍ୟମରେ ହଉ ଏସବୁ ଜିନିଷକୁ ଯାହା ସେ ଏଇଠୁ ଦେଖେଇ ଶୁଣେଇ ଚାଖେଇ ଶୁଙ୍ଘେଇ ଯେଉଁ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ପାଞ୍ଚଟା କର୍ମେନ୍ଦ୍ରିୟ ଅଛନ୍ତି ତାଙ୍କ ମାଧ୍ୟମରେ ଯାହା ବି କ୍ରିୟା କରେ ସେ କ୍ରିୟା ମାଧ୍ୟମରେ ଯାହା ବି ଅନୁଭବ ହୁଏ ସେ ଅନୁଭବ ମାଧ୍ୟମରେ ଯାହା ସ୍ମୃତି ଥାଏ ସେ ସବୁ ମସ୍ତିଷ୍କ ଭିତରେ ସଂଗ୍ରହିତ ହେଇକରି ମନ ରୂପରେ ନିର୍ମାଣ ହୁଏ। ଆଚ୍ଛା ଏଠି କର୍ମଫଳର ଗୋଟେ ସିଦ୍ଧାନ୍ତ ଅଛି। ସିଦ୍ଧାନ୍ତ ଅଛି କଣ? ସଂସାରକୁ ଆମେ ଯାହା ଦେବା ସେଇଆ ପାଇବା। ଆମେ ଏ ଯାହା ବି କଥା ହଉଛେ ଏ ସବୁ କଥା ଶରୀର ସ୍ତରରେ କଥା ହଉଛେ ବୁଝୁଛ ଆତ୍ମା ସ୍ତରକୁ ଯାଇନି ଶରୀର ସ୍ତରରେ ଇନ୍ଦ୍ରିୟ ସ୍ତରରେ ମନ ସ୍ତରରେ କଥା ହଉଛେ। ତ ସଂସାର ଗୋଟେ ରୀତିରେ ଚାଲେ ଗୋଟେ ନୀତିରେ ଚାଲେ ଆମେ ଯାହା ଦବା ସେଇଆ ପାଇବା। ଯେମିତି ଗୋଟେ ଆମ୍ବ ଟାକୁଆ ପୋତିଲେ ଆମ୍ବ ଗଛ ହବ ପଣସ ମଞ୍ଜି ପୋତିଲେ ପଣସ ଗଛ ହବ ସେମିତି ସଂସାରକୁ ଯଦି ଆମେ ସୁଖ ଦେବା ଶାନ୍ତି ଦେବା ଆନନ୍ଦ ଦେବା ଶାସ୍ତ୍ର ଅନୁଯାୟୀ ଜୀବନଯାପନ କରିବା ଆମ ମାଧ୍ୟମରେ ମନସା ବାଚା କର୍ମଣା ମନରେ କାହାର କୁଚିନ୍ତନ କରିବାନି ଖରାପ ଚିନ୍ତନ କରିବାନି ବାକ୍ୟରେ କାହାକୁ କଟୁ କରିବା ବଚନ କହିକି କାହାକୁ ଦୁଃଖିତ କରିବା ପାଇଁ ଚେଷ୍ଟା କରିବାନି ଆଚରଣରେ କୌଣସି ତ୍ରୁଟି କୌଣସି ମାନେ ଘୃଣ୍ୟ ଭାବରେ କାହାକୁ ଦୁଃଖ ଦେବା ପାଇଁ ବ୍ୟବହାରରେ ବି ଆମେ ଚେଷ୍ଟା କରିବାନି। ତ ତା ମାଧ୍ୟମରେ କଣ ହବ ଧୀରେ ଧୀରେ ଯେହେତୁ ଆମେ ଶାସ୍ତ୍ର ଅନୁଯାୟୀ ଜୀବନ ଯାପନ କରିବା କାହାକୁ ହଇରାଣ ଅସୁବିଧା କରିବା ପାଇଁ ଚେଷ୍ଟା କରିବାନି ତ ତା ପରିଣାମ ପ୍ରତିଫଳ ସ୍ୱରୂପ ସୁଖ ସ୍ୱରୂପ ଶାନ୍ତି ସ୍ୱରୂପ ଆନନ୍ଦ ସ୍ୱରୂପ ସ୍ୱର୍ଗ ସ୍ୱରୂପ ସୁଖକୁ ଏଇଠି ଆମେ ଅନୁଭବ କରିବା। ଯଦି ଆମେ ଦୁଃଖ ଦେବା ମୋହରେ ଲୋଭରେ ଅହଂକାରରେ ମଦମାଶ୍ଚର୍ଯ୍ୟରେ ବାନ୍ଧି ବନ୍ଧି ହେଇକରି ଯଦି ଆମେ କିଛି କାହାକୁ ହଇରାଣ କରିବା ପାଇଁ ଚେଷ୍ଟା କରିବା ତ ତା ପରିଣାମ ପ୍ରତିଫଳ ସ୍ୱରୂପ ବି ସଂସାରରୁ ଆମେ ସେ ଦୁଃଖକୁ ହିଁ ନରକକୁ ହିଁ ଅଶାନ୍ତିକୁ ହିଁ ପ୍ରାପ୍ତ କରିବା। ଏଇଟା କର୍ମଫଳ ସିଦ୍ଧାନ୍ତ। କର୍ମଫଳ ସିଦ୍ଧାନ୍ତ କିଏ ଭୋଗୁଛି? ଶରୀର ମନ ଭୋଗୁଛି। କେମିତି ଭୋଗୁଛି? ସଂସ୍କାରକୁ ନେଇକରି ବ୍ୟବହାରକୁ ନେଇକରି ବୁଝୁଛି ଆଚ୍ଛା ଏଠି ଯୋଉ ଆତ୍ମା ଆସିଯାଏ ଆତ୍ମା ସମସ୍ତଙ୍କ ଭିତରେ ଯେହେତୁ ଏକ ଅଛି ସୁଖକୁ ଦୁଃଖକୁ ଭଲକୁ ମନ୍ଦକୁ ଦ୍ରଷ୍ଟା ଭାବରେ ସାକ୍ଷୀ ଭାବରେ ମନର ଉର୍ଦ୍ଧ୍ୱରେ ରହିକରି ସେ ଦେଖୁଛନ୍ତି କିନ୍ତୁ ସେ ଅକର୍ତ୍ତା ଭାବରେ କିଛି କରୁନାହାନ୍ତି କି କିଛି ଭୋଗୁନାହାନ୍ତି। ବୁଝି ହଉଛି? ହୁଁ ଗୁରୁଜୀ କୁହନ୍ତୁ। ଆପରେ କଣ ଥିଲା ପ୍ରଶ୍ନ କୁହନ୍ତୁ ତ ଏଠି କର୍ମଫଳ ଶରୀର ଭୋଗୁଛି ମନ ଭୋଗୁଛି କେମିତି ଭୋଗୁଛି ସଂସ୍କାରକୁ ନେଇକି ଭୋଗୁଛି ଯାହା ଦଉଛି ସେଇଆ ପାଉଛି କିନ୍ତୁ ଯେଉଁ ଆତ୍ମା ଆମେ କହୁଛେ ଆତ୍ମା ମନର ଉର୍ଦ୍ଧ୍ୱରେ ଅଛନ୍ତି ମନର ସାକ୍ଷୀ ଭାବରେ ମନର ବୃତ୍ତିକୁ ଦେଖୁଛନ୍ତି ମନର ସୁଖକୁ ଦେଖୁଛନ୍ତି ମନର ଦୁଃଖକୁ ଦେଖୁଛନ୍ତି ମନର ଶାନ୍ତି ଅଶାନ୍ତିକୁ
ପ୍ରତ୍ୟେକ ଜିନିଷକୁ ସେଇ ସାକ୍ଷୀ ଭାବରେ ମନର ଊର୍ଦ୍ଧ୍ୱରେ ଥାଇକିରି ଦେଖୁଛନ୍ତି। ନା ପୁଣ୍ୟମ୍ ନା ପାପମ୍ ନା ସୌଖ୍ୟମ୍ ନା ଦୁଃଖମ୍ ନା ମନ୍ତ୍ରୋ ନା ତୀର୍ଥୋ ନା ବେଦା ନା ଯଜ୍ଞମ୍ ଅହಂ ଭୋଜନମ୍ ନୈବ ଭୋଜ୍ୟମ୍ ନା ଭୋକ୍ତା ଚିଦାନନ୍ଦ ରୂପମ୍ ଶିବୋହಂ ଶିବୋହಂ। ମୁଁ ଚୈତନ୍ୟ ସ୍ୱରୂପ, ମୁଁ ଆତ୍ମସ୍ୱରୂପ, ମୁଁ ବ୍ରହ୍ମସ୍ୱରୂପ। ପାପ ପୁଣ୍ୟ ସୁଖ ଦୁଃଖ ସବୁ ମନରେ ଆସୁଛି, ମନ ହିଁ ଭୋଗ କରୁଛି। କିନ୍ତୁ ମନର ଊର୍ଦ୍ଧ୍ୱରେ, ମନର ସାକ୍ଷୀ ଭାବରେ, ମନର ଦ୍ରଷ୍ଟା ଭାବରେ ସେ ପାପକୁ ପୁଣ୍ୟକୁ ସୁଖକୁ ଦୁଃଖକୁ ମୁଁ ଦେଖୁଛି। ଗୁରୁଜୀ ଆପଣ କହିଲେ ଯୋଉ ଟିକେ ପୂର୍ବରୁ କହିଲେ ହୁଁ ହୁଁ। କି କର୍ମ ଫଳ ଅନୁସାରେ ଚାଲିଛି, ମାନେ କର୍ମ ଫଳ ଆମେ ଆପେ ଆପେ ଭୋଗ କରୁଛନ୍ତି ନା ଆମକୁ କିଏ ପ୍ରଦାନ କରୁଛନ୍ତି? ଦେଖନ୍ତୁ ଏଠି ଗୋଟେ କଥା, ପ୍ରକୃତିରେ ପ୍ରାକୃତିକ ରୂପରେ ସବୁ କିଛି ହଉଛି, ବୁଝୁଛି? ପ୍ରକୃତିରେ ଗୁରୁଜୀ ପ୍ରକୃତି ସେ ଜଡ, ସେ ଆମକୁ ତ ଦେଇପାରିବ ନାହିଁ। ଆମକୁ ମାନେ କାହାକୁ? ଶରୀର ମନ କର୍ମ, ଯୋଉ ଆପଣ କହୁଥିଲେ ଶରୀର ମନ ବଚନ, ଏ ତିନିଟା ଜାଗାରେ ଆମେ କୌଣସି ଭୁଲ କର୍ମ କଲେ ଭୁଲ ଫଳ ପାଇବା, ଠିକ କର୍ମ କଲେ ଠିକ ଫଳ ପାଇବା। ତେଣୁକରି ଏଇ କର୍ମ ଦଉଛି କିଏ? ପ୍ରକୃତିରେ ସେ ଜଡ ସେ ଦେଇପାରିବନି ଗୁରୁଜୀ। ଜଡ ଦେଇପାରିବେନି, କାହାକୁ ଦେଇପାରିବେନି କହୁଛନ୍ତି? ଆତ୍ମାକୁ? ନାଇଁ ଗୁରୁଜୀ, ଶରୀର ହଉ ଆତ୍ମା ହଉ, ଏଇ ଫଳ ପ୍ରଦାନ କରୁଛି କିଏ? ଦେଖନ୍ତୁ ପ୍ରାକୃତିକ ଭାବରେ, ମାନେ ସହଜ ରୂପରେ ଗୋଟେ ଶୁଣନ୍ତୁ, ଗୋଟେ ମାଟିରେ ଗୋଟେ ମଞ୍ଜିଟେ ପୋତୁଛେ, ମଞ୍ଜି ଅଙ୍କୁରିତ ହେଇକିରି ବୃକ୍ଷ ରୂପରେ ମନକୁ ତା ଛାଁରେ ହଉଛି, ବୁଝିପାରୁଛ ନା ନାହିଁ? ଆପଣ କହିବେ ତା ଛାଁରେ କେମିତି ହଉଛି? ଆମେ ଯଦି ପାଣି ଦେବାନି ଗଛଟା ହେବ କେମିତି? ବହୁତ ସାରା ଜଙ୍ଗଲ ଅଛି, ବହୁତ ସାରା ଜାଗା ଅଛି, ସେଠି ତ ପାଣି ଦେଉନାହାନ୍ତି ନା, ସେ କେମିତି ହେଉଛି? ପ୍ରକୃତି ମାଧ୍ୟମରେ ହେଉଛି। ତ ସେମିତି ଏଠି ବି ଯେଉଁ ଆମେ ମନକୁ କର୍ମଫଳ ସିଦ୍ଧାନ୍ତକୁ ଦେଖୁଛେ, କର୍ମଫଳ ବି ପ୍ରକୃତିରେ ପ୍ରାକୃତିକ ଭାବରେ ହେଉଛି। ଏଠି ଆଉ ଗୋଟେ କଥା ବୁଝିବା ଦରକାର, ମନରେ ବିଚାର ଯାହା ଆମେ ଧାରଣା କରୁଛେ, ସେ ବିଚାରକୁ ନେଇକରି ଶରୀର ମାଧ୍ୟମରେ କାର୍ଯ୍ୟରତ କରୁଛେ, ଶରୀର ମାଧ୍ୟମରେ ଯେଉଁ କାର୍ଯ୍ୟରତ ବ୍ୟବହାର କରୁଛେ, ସେ ବିଚାର ଧାରା ବାରମ୍ବାର କରିକି ଆମ ସଂସ୍କାର ରୂପରେ ପରିବର୍ତ୍ତନ ହେଉଛି। ସେ ସଂସ୍କାର ହିଁ ଆମକୁ ଭଲ କିମ୍ବା ମନ୍ଦ କରିବାରେ ପ୍ରେରିତ କରୁଛି। ଶରୀର ମାଧ୍ୟମରେ କାର୍ଯ୍ୟରତ କରୁଛେ, ସଂସ୍କାର ମାଧ୍ୟମରେ ଆମେ ସେ ଶରୀରକୁ ଆମେ ବିନିଯୋଗ କରୁଛେ, ଆଉ ତା ପରିଣାମକୁ ସେ ପ୍ରକୃତିରୁ ପ୍ରାକୃତିକ ଭାବରେ ପାଉଛେ। ତ ଏଥିରେ କ'ଣ ବୁଝାଉନି? ଗୁରୁଜୀ ପ୍ରକୃତି ସେ ଜଡ, ସେ କିପରି ଦେଇପାରିବ? କ'ଣ କହିଲେ? ପ୍ରକୃତି ସେ ଜଡ ସ୍ୱରୂପ, ସେ ତାର ତ ହିତାହିତ ଜ୍ଞାନ ନାହିଁ, ଦୁଃଖ ସୁଖ ହାନି ଲାଭ ତାଠୁ ନାହିଁ, ସେ ଆମକୁ କିପରି ଆମର କର୍ମର ଫଳ ଦେଇପାରିବ? ଜଡର ତାତ୍ପର୍ଯ୍ୟ କ'ଣ ବୁଝୁଛନ୍ତି କୁହନ୍ତୁ ମତେ? ଜଡ କାହାକୁ କହୁଛନ୍ତି? ଜଡର ଅର୍ଥ କ'ଣ ବୁଝୁଛନ୍ତି ଆପଣ? ସୁଖ ଦୁଃଖ ହାନି ଲାଭ ଯାଠେ ନାହିଁ ସେ ଜଡ। ସୁଖ ଦୁଃଖ ହାନି ଲାଭ ଯେ କିଛି ଅନୁଭବ କରିପାରିବ ନାହିଁ, ତାକୁ ଜଡ କୁହାଯାଏ। ଜଡର ଗଭୀର ଅର୍ଥ ସେଇଟା ନୁହଁ। ଆପଣ ଯେଉଁ କହିଲେ ଜଡ କ'ଣ ପ୍ରଥମେ ବୁଝନ୍ତୁ। ଜଡ ହେଲା ସିଏ ଯିଏ ସ୍ୱୟଂ ପ୍ରକାଶୀ ନୁହଁ, ଯିଏ ଅନ୍ୟଙ୍କ ଆଧାରରେ ପରିଚାଳନା ହେଉଛି। ଏଠି ଆମେ ମନ କଥା ଯେହେତୁ ଚର୍ଚ୍ଚା ହେଉଛି, ସର୍ବପ୍ରଥମେ ଆପଣ ବୁଝିବା ଦରକାର, ମନ ବି ଜଡ଼। ମନ କାହିଁକି ଜଡ଼? ମନ ସ୍ୱୟଂ ପ୍ରକାଶୀ ନୁହଁ, ମନ ଆତ୍ମାର ଆଧାରରେ ପରିଚାଳନା ହେଉଛି। ଆତ୍ମା ଛଡ଼ା ସଂସାରରେ କୌଣସି ବସ୍ତୁ ପଦାର୍ଥ ନିତ୍ୟ ନୁହେଁ କିମ୍ବା ସ୍ୱୟଂ ପ୍ରକାଶୀ ନୁହେଁ, ସ୍ୱୟଂ ପରିଚାଳନା ହେଉନାହାନ୍ତି। ଆତ୍ମା ଆଧାରରେ ଯେହେତୁ ମନ ପରିଚାଳନା ହେଉଛି, ମନ ଆଧାରରେ ଯେହେତୁ ଇନ୍ଦ୍ରିୟ ପରିଚାଳନା ହେଉଛନ୍ତି, ଇନ୍ଦ୍ରିୟଙ୍କ ଆଧାରରେ ଯେହେତୁ ଶରୀର ପରିଚାଳନା ହେଉଛନ୍ତି, ତ ଇଏ ସଂସାର ଶରୀର ଆଧାରରେ ଆମେ ଅନୁଭବ କରୁଛେ। ତ ଏଠି ଯେହେତୁ ଆଧାର ଯିଏ ବି ଧାରଣ କରୁଛନ୍ତି, ଇଏ ସବୁ ହେଲା ଜଡ଼। ଶରୀର ଜଡ଼, ଇନ୍ଦ୍ରିୟ ଜଡ଼, ମନ ବି ଜଡ଼। ତ ଚେତନା କିଏ? ଚେତନ କେବଳ ସେ ବ୍ରହ୍ମ। ସେ ଚୈତନ୍ୟ ସତ୍ତାକୁ ଆଧାର କରିକିରି, ସେ ଚୈତନ୍ୟ ସତ୍ତାର ଆଧାରରେ ପ୍ରାଣ ଶକ୍ତି ବି ପରିଚାଳନା ହେଉଛି, ସେ ଚୈତନ୍ୟ ଶକ୍ତିର ଆଧାରରେ ମନ ବି ପରିଚାଳନା ହେଉଛି, ଇନ୍ଦ୍ରିୟ ବି ପରିଚାଳନା ହେଉଛି, ସମ୍ପୂର୍ଣ୍ଣ ସଂସାର ପରିଚାଳନା ହେଉଛି। यत् प्राण न प्रणेति येन प्राण प्रणीयते तदेव ब्रह्मत्वं विद्धि नेदम यदितम उपासते। ये प्राण ब्रह्म नुहंती, जो शक्ति आधार रे ये प्राण परिचालन होची, तांको तुम्हें ब्रह्म परिका चिन्ह, माने
ପ୍ରାଣର ଊର୍ଦ୍ଧ୍ୱରେ ମନର ଊର୍ଦ୍ଧ୍ୱରେ ସେ ବ୍ରହ୍ମ ଅଛନ୍ତି। ତ ଏଠି ସର୍ବପ୍ରଥମେ ଜଡ଼ ଆମେ ଯେଉଁ ପ୍ରକୃତିକୁ କହୁଛେ, ପ୍ରକୃତି ନିହାତି ଜଡ଼, ମନ ବି ଜଡ଼, ଏ ସବୁ ଜଡ଼ ହେଲେ ମଧ୍ୟ ଏସବୁର ଆଧାର ହେଲେ ବ୍ରହ୍ମ। ତ ଏ ଯେଉଁ ଜଡ଼ ରୂପକ ପ୍ରକୃତି କୁହନ୍ତୁ କିମ୍ବା ପଞ୍ଚଭୂତ କୁହନ୍ତୁ କିମ୍ବା ମନ କୁହନ୍ତୁ, ଇନ୍ଦ୍ରିୟ କୁହନ୍ତୁ, ଇଏ ସବୁ ଗୋଟେ ରୀତିନୀତିରେ ପରିଚାଳନା ହେଉଛି। ବୁଝିପାରୁଛନ୍ତି? ତ ପ୍ରକୃତି ପ୍ରାକୃତିକ ଭାବରେ ତା ମନକୁ ପରିଚାଳନା ହେଉଛି। ଆମେ ଏ ସତ୍ୟକୁ ନ ଜାଣିକିରି ଆମେ ଅହଙ୍କାରରେ ଆମେ କହୁଛେ ମୁଁ ଗଛ ଲଗେଇଲି, ମୁଁ ଘର କଲି, ମୁଁ ଗୋଟେ ସତ୍ସଙ୍ଗ ଶିବିରର ଆୟୋଜନ କଲି, ମୁଁ ଗୋଟେ ମନ୍ଦିର ନିର୍ମାଣ କଲି, ମୁଁ ସତ୍ୟର ପ୍ରଚାର କଲି। ଏଠି ଯଦି ସେଇ ମୁଁକୁ ଆମେ ଭଲସେ ପରଖିବା, ମୁଁ ଅବିଦ୍ୟାରେ ନିଜର ଦେହ ଭାବରେ ମୁଁ ନିଜକୁ ମୁଁ ମାନିଛି। ମନରେ ଯେଉଁ ପରିକା ବୃତ୍ତି ଆସୁଛି, ବିଚାର ଆସୁଛି, ସେ ବିଚାର ଆମକୁ କାର୍ଯ୍ୟରତ କରିବାରେ ପ୍ରେରିତ କରୁଛି। ତ ଏଠି ବୁଝିବାର ତାତ୍ପର୍ଯ୍ୟ, ପ୍ରକୃତିରେ ପ୍ରାକୃତିକ ରୂପରେ ସବୁ କିଛି ହେଉଛି। ପ୍ରକୃତି ଜଡ଼ ହେଲେ ମଧ୍ୟ ପ୍ରକୃତି ଏକ ନିୟମ ଅନୁଯାୟୀ ପରିଚାଳନା ହେଉଛି। ତ ସିଏ ନିୟମକୁ ଆଧାର କରିକିରି ପ୍ରକୃତିରେ ମନରେ ଯେଉଁ ପ୍ରକାର ସଂସ୍କାର ଆସୁଛି, ସେ ସଂସ୍କାରକୁ ନେଇକରି ଆମେ ପରିଚାଳନା କରୁଛେ। ସେ ସଂସ୍କାର ମାଧ୍ୟମରେ ହିଁ ଆମେ ସୁଖକୁ ଦୁଃଖକୁ, ଆମେ କହିଲେ ଏଠି ଅନୁଚିତ, ମନ ଭୋଗୁଛି। ତ ସୁଖ ଦୁଃଖକୁ କର୍ମଫଳକୁ ମନ ଭୋଗୁଛି। ଜଡ଼ ହେଲା ସେଇଟା ଯେଉଁଟା ପରିବର୍ତ୍ତନ ହେଉଛି, ଯାହାର ଅସ୍ତିତ୍ୱ ନାହିଁ ଜଡ଼। ବୁଝୁଛି? ଜଡ଼ର ଅର୍ଥ ହେଲା ଆମେ ବୁଝିଛେ ଯାହାର ଦୁଃଖ ସୁଖ ନାହିଁ। ଦୁଃଖ ସୁଖ ମନକୁ ରହୁଛି ନା, ଦୁଃଖ ସୁଖ ମନର ବୃତ୍ତି ନା। ଜଡ଼ ମାନେ ଏଇଟା ନୁହଁ। ଜଡ଼ ହେଲା ଯାହାର ଅସ୍ତିତ୍ୱ ନାହିଁ, ଯାହାର ନିର୍ଦ୍ଧାରିତ ମାନେ ନିତ୍ୟ ପଦାର୍ଥ ଯିଏ ନୁହଁ, ଯିଏ ଅନିତ୍ୟ ପଦାର୍ଥ। ଆଜି ଅଛି, କାଲି ପରିବର୍ତ୍ତନ ହେଉଛି, ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। କୋଣଟା ସମୟ ଅନୁଯାୟୀ ଦିନେକରେ ପରିବର୍ତ୍ତନ ହେଉଛି, ମାସକରେ ପରିବର୍ତ୍ତନ ହେଉଛି, ବର୍ଷକରେ ପରିବର୍ତ୍ତନ ହେଉଛି, ସମୟ ଅନୁଯାୟୀ ସେ ପରିବର୍ତ୍ତନ ହେଉଛି। କିନ୍ତୁ ଯାହା ବି ଅନିତ୍ୟ, ଯାହାର ନିତ୍ୟତା ନାହିଁ, ଯିଏ ବି ପରିବର୍ତ୍ତନ ହେଉଛି, ତାକୁ ଜଡ଼ କୁହାଯାଉଛି। ଏଠି ଜଡ଼ର ଅର୍ଥ ଆପଣ ଠିକ୍ସେ ବୁଝିନାହାନ୍ତି। ତ ଜଡ଼ ଚେତନା, ଜଡ଼ ଚେତନା ଯେଉଁ କହୁଛନ୍ତି, ଜଡ଼ କ'ଣ ଆଗ ବୁଝନ୍ତୁ। ଆଗ ଜଡ଼ ହେଲା ଯାହାର ଅସ୍ତିତ୍ୱ ନାହିଁ, ଯିଏ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ତାହେଲେ ଚେତନା କ'ଣ? ଚେତନା ହେଲା ନିତ୍ୟ ପଦାର୍ଥ, ଯିଏ ଥିଲା, ଯିଏ ଅଛି, ଯିଏ ରହିବ, ଯିଏ ଅବିନାଶୀ, ଯିଏ ଅଜର, ଯିଏ ଅମର। ତ ଜଡ଼ ଚେତନା, ଏଇଟା ଜଡ଼ ଚେତନା। ଜଡ଼ ମାନେ ଆପଣ ବୁଝିଯାଇଛନ୍ତି ଗୋଟେ ପଥର, ପଥର ନୁହଁ। ଜଡ଼ ମାନେ ଯିଏ ଅନିତ୍ୟ ପଦାର୍ଥ। ବୁଝିହେଉଛି? ଗୁରୁଜୀ, ଆପଣ ଗୁରୁଜୀ ଟିକେ ସନ୍ଦେହ ରହିଗଲା। କୁହନ୍ତୁ। ଯେପରି ଆମେ କର୍ମ କଲେ କର୍ମର ଫଳ ଆପେ ଆପେ ଭୋଗ କରିପାରିବା ନାହିଁ। ଆମେ ମାନେ ଆପଣ କାହାକୁ ଆମେ କହୁଛନ୍ତି କୁହନ୍ତୁ ମୋତେ। ସର୍ବପ୍ରଥମେ ସେଇଟା ବୁଝିବାକୁ ପଡ଼ିବ। ଆମେ ମାନେ କାହାକୁ ଆମେ କହୁଛନ୍ତି? ଶରୀରକୁ, ମନକୁ, ଇନ୍ଦ୍ରିୟଙ୍କୁ ନା ବ୍ରହ୍ମକୁ? କାହାକୁଟା ଆଗ ବୁଝିଲେ କଥାଟା ସ୍ପଷ୍ଟ ହେଇପାରିବ। କାହାକୁ ଆମେ କହୁଛନ୍ତି? ହଉ ଗୁରୁଜୀ, ଶରୀରକୁ ପ୍ରଥମେ। ହଉ, ହଁ, ଶରୀର କର୍ମଫଳକୁ ଭୋଗିବ, ମନ ବି କର୍ମଫଳକୁ ଭୋଗିବ, ଇନ୍ଦ୍ରିୟ ବି କର୍ମଫଳକୁ ଭୋଗିବ। କାହିଁକିନା କର୍ମଫଳ ସିଦ୍ଧାନ୍ତରେ ସଂସାର ପରିଚାଳନା ହେଉଛି। ବୁଝିପାରୁଛନ୍ତି? ଗୁରୁଜୀ, ସେଇ ସିଦ୍ଧାନ୍ତକୁ ମାନେ ଯିଏ ତ ଜଣେ ଥିବେ ସିଦ୍ଧାନ୍ତକୁ ବନେଇଥିବେ, ସେଇ କଥା ମୁଁ ଗୁରୁଜୀ ପଚାରୁଛି। ହଁ, ସେଇ ଏକ ଭିତରେ ଏକର ହିଁ ଖେଳ। ଏକ ଭିତରେ ଏକର ଖେଳ। ଯିଏ ବନେଇଛନ୍ତି ତାଙ୍କର ଭିତରେ ବନେଇଛନ୍ତି, ସେ ହିଁ ତା ଭିତରେ ନିଜ ଖେଳ କରୁଛନ୍ତି। ବୁଝୁଛନ୍ତି? ଏଠି କ'ଣ ନା, ଆମେ ସଂସାରକୁ ଅନେକ ରୂପରେ ଯେହେତୁ ଛୋଟବେଳଠୁ ଚିହ୍ନିଛେ, ଦେହ ରୂପରେ ଯେହେତୁ ନିଜକୁ ମାନିଛେ, ଦେହ ରୂପରେ ତ କେତେ ପାର୍ଥକ୍ୟ ଆମେ କରିଦେଇଛେ। କେଉଁଠି କାହାକୁ ବୁଢ଼ା, ଶିଶୁ, କେଉଁଠି ଆମେ କହୁଛେ ହିନ୍ଦୁ, ମୁସଲିମ, ଶିଖ, ଇସାଇ, ଜାତି ଧର୍ମ, ଉଚ୍ଚ ନୀଚ, ଜ୍ଞାନୀ ମୂର୍ଖ, ଧନୀ ଗରିବ, ପଶୁ ପକ୍ଷୀ, ତରୁ ଲତା କୀଟ ପତଙ୍ଗ, ବିଭିନ୍ନ ପ୍ରକାର ଆମେ ଏ ସଂସାରକୁ ଚିହ୍ନିଛେ। ଯେହେତୁ ଏ ଜ୍ଞାନ ମାଧ୍ୟମରେ ଯେହେତୁ ପରଖୁଛେ, ଏ ଜ୍ଞାନ ଏଠି ମେଳ ଖାଉନି। ତ ଆକୁ ଯଦି ଆମେ ଆଉ ଟିକେ ସରଳ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା, ସ୍ଥୂଳ ଶରୀରରେ ଭେଦଭାବ ଅଛି। ସ୍ଥୂଳ ଶରୀର କ'ଣ? ସ୍ଥୂଳ ଶରୀରରେ ଭେଦଭାବ ବି ନାହିଁ। ଆମେ ଭେଦଭାବ ମାନିଛେ,
ପ୍ରପଞ୍ଚ ଯାହାକୁ ଆମେ ଦେଖୁଛେ ଏ ସମ୍ପୂର୍ଣ୍ଣ ପ୍ରପଞ୍ଚ ପଞ୍ଚଭୂତରେ ନିର୍ମାଣ ହେଇଛି। ପଞ୍ଚଭୂତରେ କ'ଣ ନିର୍ମାଣ ହେଇଛି? ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ସ୍ଥଳ। ଏ ପାଞ୍ଚଟା ପଦାର୍ଥ ଧିଏରେ ଆପଣଙ୍କ ଶରୀର, ମୋ ଶରୀର, ଗୋଟେ ପଶୁର ଶରୀର, ଗୋଟେ ପକ୍ଷୀର ଶରୀର, ଗୋଟେ ଗଛର ଶରୀର, ପ୍ରତ୍ୟେକ ଯେତିକ ବି ସଂସାରରେ ଭୌତିକ ବସ୍ତୁ ପଦାର୍ଥ ଆମେ ଦେଖୁଛେ ଏଇ ପାଞ୍ଚଟା ତତ୍ଵରେ ହିଁ ନିର୍ମାଣ ହେଇଛି। ଆଚ୍ଛା, ସ୍ଥୂଳ ଭାବନାରେ ଯେତେବେଳେ ଆମେ ଦେଖୁଛେ, ସ୍ଥୂଳ ଭାବନାରେ ଭେଦ ରୂପରେ ଆମେ ମାନିଛେ। ଭେଦ ରୂପରେ ମାନିଛେ କାହିଁକି? ସେଇପରି ଆମକୁ ଚିହ୍ନଟ କରାଯାଇଛି। ମୋ ଶରୀରର ପାଣି ଅଲଗା, ଆପଣଙ୍କ ଶରୀରର ପାଣି ଅଲଗା, ଆଉ କାହା ଶରୀରର ପାଣି ଅଲଗା ମାନିଛେ। କିନ୍ତୁ ତା ଡେପ୍ଥକୁ ଦେଖିବାକୁ ଗଲେ ପାଣି ସ୍ତରରେ ପାଣି ସବୁ ପାଣି ଏକ। ପାଣି ହିଁ ବାହାରୁ ଭିତରକୁ ଆସୁଛି, ଭିତରୁ ବାହାରକୁ ଯାଉଛି। ଏଠି ଫେର ସାଇଣ୍ଟିଫିକ ମାଇଣ୍ଡକୁ ଆମେ ୟୁଜ୍ କରିବା। ପାଣି ସବୁ ଏକ କେମିତି? ଫିଲ୍ଟର ୱାଟର ଅଲଗା ଅଛି, ଗୋଳିଆ ପାଣି ଅଲଗା, ପୋଖରୀ ପାଣି ଅଲଗା, ଏ ପ୍ରକାର ମାନିଛେ। କିନ୍ତୁ ତତ୍ଵରେ ଦେଖିବାକୁ ଗଲେ ପାଣିର ଯେଉଁ ତତ୍ଵ ଅଛି, ପାଣି ତତ୍ଵ ଏକ। ଯେଉଁଠି ବି ଦେଖିବେ ବର୍ଷା ହେଇକିରି ପାଣିଟା ବରସୁଛି, ସେଇ ପାଣି ନଦୀରେ, ସେଇ ପାଣି ନାଳରେ, ସେଇ ପାଣି ପିଇକିରି ଆମ ଶରୀର ଭିତରେ, ସେଇ ପାଣି ମୂତ୍ର ବିସର୍ଜନ ଦ୍ୱାରା ଶରୀର ବାହାରକୁ ଯାଉଛି। ପାଣି ଏକ। ପାଣି ପରେ ଆସିଯାଏ ଆମର ଯେଉଁ ଶରୀର, ଯେଉଁ ମାଂସରେ ହାଡ଼ରେ ଗଢ଼ା ହେଇଛି, ସିଏ କ'ଣ? ସିଏ ହେଲା ଅନ୍ନ। ଅନ୍ନ କେଉଁଠି ଆସୁଛି? ବନସ୍ପତିରୁ ଆସୁଛି, ବୃକ୍ଷରୁ ଆସୁଛି। ଧାନ କୁହନ୍ତୁ, ଡାଲି କୁହନ୍ତୁ, ପନିପରିବା କୁହନ୍ତୁ, ଶାଗ ମୁଗ କୁହନ୍ତୁ, ଯାହା ବି କୁହନ୍ତୁ, ଏ ବନସ୍ପତିକୁ ଖାଇକିରି, ଏ ବୃକ୍ଷକୁ ଫଳକୁ ଖାଇକିରି, ସେଇ ଫଳ ହିଁ ପେଟ ଭିତରୁ ଯାଇକି ରସ, ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ହାଡ଼, ହାଡ଼ରୁ ମଜ୍ଜ, ମଜ୍ଜରୁ ବୀର୍ଯ୍ୟ, ବୀର୍ଯ୍ୟରୁ ସନ୍ତାନ, ସନ୍ତାନ ଫେରେ ସେଇ ଫଳକୁ ଖାଇକି ବୃଦ୍ଧି କରୁଛି। ତ ଯେଉଁ ଶରୀରକୁ ଦେଖୁଛେ ଆମେ, ଯେଉଁ ମାଟି ତତ୍ଵକୁ ଦେଖୁଛେ, ଏ ମାଟି ତତ୍ଵ ସେଇ ବୃକ୍ଷ ହିଁ। ବୃକ୍ଷ କେଉଁଠୁ? ବୃକ୍ଷର ଆଧାର କ'ଣ? ମାଟି। ମାଟିରୁ ହିଁ ପୋଷକ ପଦାର୍ଥକୁ ଗୋଟେ ମଞ୍ଜି ଗ୍ରହଣ କରିକିରି ବୃକ୍ଷ ରୂପରେ ବୃଦ୍ଧି ହେଉଛି, ଫଳ ଦେଉଛି। ସେଇ ଫଳକୁ ଆମେ ଖାଇକିରି ଏ ଶରୀର ରୂପରେ, ଏ ମାଟି ରୂପରେ, ମାଟି ତତ୍ଵରେ ଆମ ଶରୀର ପରିବର୍ତ୍ତନ ହେଉଛି। ତ ଯଦି ଗଭୀର ଭାବରେ ଆମେ ଦେଖିବା, ମୋ ଶରୀର ଭିତରେ ଯେଉଁ ମାଟି, ଆପଣଙ୍କ ଭିତରେ ସେଇ, ଗୋଟେ ପଶୁ ଭିତରେ, ଗୋଟେ ପକ୍ଷୀ ଭିତରେ, ଗୋଟେ ତରୁଲତା ଭିତରେ, ସମସ୍ତଙ୍କ ଭିତରେ ମାଟି ତତ୍ଵ, ତତ୍ଵରେ ଏକ। ଏଠି ଗଲା ମାଟି ତତ୍ଵ, ଗଲା ଜଳ, ଗଲା ଅଗ୍ନି। ଅଗ୍ନି ପେଟରେ ଯେଉଁ ଜଠରାଗ୍ନି କୁହନ୍ତୁ, ବାହାରେ ଯେଉଁ ଅଗ୍ନି କୁହନ୍ତୁ, ଅଗ୍ନିରେ ବି ଅଗ୍ନି ଏକ। ବାକି ଆସିଯାଏ ବାୟୁ। ବାୟୁ ବାହାରୁ ଅମ୍ଳଜାନ, ଯେଉଁ ଅକ୍ସିଜେନ କହୁଛେ, ବାହାରୁ ଭିତରକୁ ଯାଉଛି। ଭିତରୁ ସେ ବାୟୁ ହିଁ ପରିବର୍ତ୍ତନ ହେଇକି କାର୍ବନ ଡାଇଅକ୍ସାଇଡ ରୂପରେ ବାହାରକୁ ଯାଉଛି। କାର୍ବନ ଡାଇଅକ୍ସାଇଡକୁ ଗଛ ଗ୍ରହଣ କରୁଛନ୍ତି, ଫେର ଅକ୍ସିଜେନରେ ପରିବର୍ତ୍ତନ କରିକି ଫେର ଆମକୁ ଦେଉଛନ୍ତି, ଆମେ ତାକୁ ଗ୍ରହଣ କରୁଛେ। ତ ଭିତରେ ଯେଉଁ ପବନ ଅଛି, ବାହାରେ ଯେଉଁ ପବନ ଅଛି, ପବନ ତତ୍ଵରେ ଏକ। ସେଇ ପବନ ଭିତରକୁ ଯାଉଛି, ସେଇ ପବନ ବାହାରକୁ ଆସୁଛି। ପବନ ପରେ ଆସିଯାଏ ଆକାଶ। ଆକାଶ, ଆକାଶ ମାନେ କ'ଣ? ଶୂନ୍ୟ ସ୍ଥାନ। ଆକାଶ ଆମେ ଭାବି ନେଇଛେ ଯେଉଁ ଉପରେ ଦେଖାଯାଉଛି ଗୋଳାକାର ରୂପରେ ବାଦଲ ଅଛି, ସେଇ ଆକାଶ। ନା ନା, ଆକାଶର ଅର୍ଥ ହେଲା ଶୂନ୍ୟ ସ୍ଥାନ। ପେଟ ଭିତରେ ଯେଉଁ ଶୂନ୍ୟ ଅଛି, ପାଟି ଭିତରେ ଯେଉଁ ଶୂନ୍ୟ ଅଛି, କାନ ଭିତରେ ଯେଉଁ ଶୂନ୍ୟ ଅଛି, ସମ୍ପୂର୍ଣ୍ଣ ଶରୀର ଭିତରେ ଯେଉଁ ଶୂନ୍ୟ ଅଛି, ଶରୀର ବାହାରେ ଯେଉଁ ଶୂନ୍ୟ ଅଛି, ଶୂନ୍ୟ ହେଲା ଏକ। ଇଏ ଶୂନ୍ୟ, ସେ ଶୂନ୍ୟ ସମାନ, ଏକ ତତ୍ଵରେ ଏକ। କିନ୍ତୁ ଆମେ ମାନିଛେ, ସବୁ ଅଲଗା ଅଲଗା ମାନିଛେ, ଅଲଗା ଅଲଗା ଭାଗ ବାଣ୍ଟିଛେ। ଆମେ ମାନିଛେ, ବର୍ଡର ବନେଇଛେ, ଯେମିତି ପୃଥିବୀ ଧରାପୃଷ୍ଠ ଏକ, ତାକୁ ଆମେ ଭାଗ ବାଣ୍ଟିକିରି ମାନିଛେ। ଏଉଠି ଯେ ଭାରତ, ଏପଟେ ପାକିସ୍ତାନ, ସେପଟେ ନେପାଳ, ସେପଟେ ଚାଇନା। ସେମିତି ଆମେ ଜଳକୁ ବାଣ୍ଟିଛେ, ଆକାଶକୁ ବାଣ୍ଟିଛେ ମାନିଛେ। କିନ୍ତୁ ତତ୍ଵରେ ଦେଖିବାକୁ ଗଲେ ଆକାଶ ଏକ। ତ ଏମିତି ଯେଉଁ ପଞ୍ଚଭୂତକୁ ଆମେ ଯେତେବେଳେ ଦେଖିବା, ପଞ୍ଚଭୂତ ତତ୍ଵରେ ଏକ। ତାପରେ ଶରୀର ସ୍ତରରେ ଆମେ ଦେଖୁଥିଲେ ଭେଦ ଥିଲା, କିନ୍ତୁ ପଞ୍ଚଭୂତ ସ୍ତରରେ ଦେଖିବାକୁ ଗଲେ ଏକ। ତାପରେ ଇନ୍ଦ୍ରିୟ ସ୍ତରକୁ ଯିବା। ଇନ୍ଦ୍ରିୟ ସ୍ତରକୁ ଯଦି ଯିବା, ମିଠା ଜିନିଷ ପ୍ରତ୍ୟେକ ଶରୀରକୁ ମିଠା ଲାଗିବ। ଗୋଟେ ବୁଢ଼ାଟେ ହଉ, ଗୋଟେ ଛୋଟ ପିଲାଟେ ହଉ, ଗୋଟେ ଯାହା ବି, ଗୋଟେ କନ୍ୟା ହୁଅନ୍ତୁ କି ବାଳକ ହୁଅନ୍ତୁ, କି ଯିଏ ବି ହୁଅନ୍ତୁ, ସମସ୍ତଙ୍କୁ ମିଠା ଜିନିଷ ମିଠା ଲାଗିବ, ପିତା ଜିନିଷ ପିତା ଲାଗିବ, ରାଗ ଜିନିଷ ରାଗ ଲାଗିବ, ଖଟା ଜିନିଷ ଖଟା ଲାଗିବ। କଳା ରଙ୍ଗ ସମସ୍ତଙ୍କୁ କଳା ଦେଖାଯିବ, ଧଳା ରଙ୍ଗ ସମସ୍ତଙ୍କୁ ଧଳା ଦେଖାଯିବ। ଏ ଯେଉଁ ଭାଷାକୁ ଆମେ ବ୍ୟବହାରିକ ଭାଷାରେ, ମାନେ ବ୍ୟବହାରିକ ରୂପରେ ଯେଉଁ ଶବ୍ଦକୁ ଭାଷା ରୂପରେ ବିନିଯୋଗ କରୁଛେ, ଏ ଶବ୍ଦ ବି ସମସ୍ତଙ୍କୁ ସମାନ ଭାବରେ ହିଁ ଅର୍ଥକୁ ବୁଝେଇବ। ଶରୀର ଯେଉଁ ସ୍ପର୍ଶ ନେଉଛି, ଆମର ଯେଉଁ ଗରମ ଲାଗୁଛି, ଥଣ୍ଡା ଲାଗୁଛି, ସେଇଟା ବି ସମସ୍ତଙ୍କୁ ସମାନ ଭାବରେ, ଅଳ୍ପ ବହୁତ ଏପଟ ସେପଟ ହେଇପାରେ, କିନ୍ତୁ ଥଣ୍ଡା ସମସ୍ତଙ୍କୁ ଥଣ୍ଡା ଲାଗିବ। ତ ଇନ୍ଦ୍ରିୟଙ୍କର ଯେଉଁ ଅନୁଭବକୁ ଯେତେବେଳେ ଯାଉଛେ, ସେଠି ଏକତା ଆସିଯାଉଛି, ସେଠି ସମାନ ଭାବରେ ରହୁଛି। ତାପରେ ଆସିଯାଏ ମନ। ମନର ଯେଉଁ ବୃତ୍ତି ରହୁଛି,
मनर जो विचार करिवार शैली रहुची किंबा मनर जो प्रकृति आमे कहिपारिबा मनर प्रकृति भी समस्तଙ୍କର समान भल कथा कहले समस्त भल लगुच कटु वचन कहले समस्त खराब लगुच भाषा को इंद्रियों अनुभव को दृश्य को घ्राणानुभूति को श्रवणानुभूति को रुचि को स्पर्श को किंबा इंद्रियों जो कर्मेन्द्रिय अच्छी तांकर अनुभव को समान भाव से मनरे प्रत्येक शरीर समान भाव ही अनुभव करुथांती इठी आमे बहुत सारा कथा मानि नहीं से मान्यता को छाड़ दियंतु मान्यता को धरले किसी परखी पारिबानी आमे ब्रह्म ज्ञान को बुझी पारिबानी मान्यता कौन ये टिके आम मुंड कम काम करुची सी भारी तेज दिमाग अच्छी ये भल कथा को भल ग्रहण कर पारे ये इंटेलिजेंट लोक सी हूँ वीक माइंडेड लोक ए प्रकार आम सब मानिचे किंतु मनर प्रकृति को देखा गले तत्व को देखा गले सब समान अच्छा ता भीतर जदि आउरी सूक्ष्म आड़ को जीवा आउरी सूक्ष्म माने कौन जेतले आमे सुसुप्ति अवस्था शुई पड़ुचे निर्गुण अवस्था को पलाऊचे सुसुप्ति कहतु ध्यान रे समाधि कहतु जहाँ भी कहतु जिते मनर ऊर्ध्व को आम पलाऊचे मन मौन ही जाऊँचे सेठी तो आउरी ही समता आसी जाऊँची आउरी ही समता माने से स्थिति रे मो तो रूपक पातरंतर किछि रहुनी गुरु शिष्य रूपक पातरंतर किछि रहुनी स्त्री पुरुष ज्ञानी अज्ञानी सिटी अहंकार भी हजि जाऊँची जिते सुसुप्ति अवस्था को मन पलाए अहंकार माने कौन मु आत्मा किंतु अविद्यारे मु जो निजको देह मानी मनर से स्तर जो स्तर रे मु निजको देह मानिक संसार को चिन्हुली देह सांगे तुलना करके प्रत्येक भौतिक वस्तु पदार्थ को मुझे चिन्हुली से स्तर मु ऊर्ध्व को पलैली मु सुसुप्ति अवस्था अहंकार को भी हरईदेली तो से जो निर्गुण अवस्था को आम जाऊे से निर्गुण अवस्था आउरी सूक्ष्मता आसीगला आउरी माने समता आसीगला निर्गुण अवस्था समस्ते समान इठी आउ गोटे प्रश्न उठे आत्मा अनेक आमे मानि नहींचे भाभी नहींचे किंतु शास्त्र प्रमाण अनेक आमे सब शास्त्र प्रमाण देकर बुझीचे ताको आउ थरे मु दोहराइया चाहूनी ताको पछरे आउ केतरे बुझिबा शास्त्र प्रमाण अच्छे आत्मा एक अच्छा ये एकता को आमे अनुभव केमती करबा तापय हला मार्ग हला साधना तापय मार्ग हला गुरुवाणी को बारंबार सुनिले ताको श्रवण मनन निरिध्यासन कले ताको सुनिले ताको तर्जुमा कले ताको आचरण कले धीरे धीरे इंद्रियों को संयमित रखा पड़ो इंद्रियों को संयमित कहीं रखा पड़ो ये रखा पड़ो इंद्रिय निज स्वरूप आमको बहिर्मुखी करुँच आखि को दृश्य बांधुची कान को ध्वनि बांधुची शरीर को स्पर्श बांधुची जीभ को रुचि बांधुची नाक को सुगंध बांधुची तो जेहेतु इंद्रिय तक भोग्य वस्तु लुप्त हो जाती बांधी हो जाती तो इंद्रियों को जो आम संयमित रखा इंद्रिय नियंत्रित हेबे इंद्रिय जो नियंत्रित हेबे मन को शुद्ध करवा मनरे सात्विक विचार को धारण करवा मन को सत्संग माध्यम पवित्र करवा ता माध्यम कौन हम मन नियंत्रित हम मन नियंत्रित हेले कौन हम मन शांत हम मन स्थिर हम मन धारणा करि मन ध्यानस्थ हो पार मन मौन हिंक्री ध्यानस्थ अवस्था को जो बारंबार जीव ध्यान अवस्था आम समाधि अवस्था को जापर समाधि अवस्था को जो बारंबार जापर समय आसब मन चतुर्थ अवस्था जहाँ को आम तुरीय अवस्था कहचे तुरीय अवस्था को जापर तुरीय अवस्था हुए कौन ज्ञेय ज्ञान ज्ञाता तीन जन एक ही जाती एकात्म भाव आसी जाए सिठी साधक तुरीय अवस्था समस्त को निजे ही समस्त भितर से एक ही अच्छा ये जो एकतार चर्चा करुचे ये एकता को बुझापी आम जो चर्चा करुचे कि सत्संग करुचे कहीपर तो ये सत्य को सिठी साधक अनुभव करते तो से स्थिति को जेपर्यंत जड़े साधक अनुभव करना मन में विभिन्न प्रकार विचार आसबार संभावना अच्छी केतले किए कहला आत्मा दुई ये मिछ कहते ये जानी ना मुझा देखी मुझा शुणी तो तांको कथा केतले आम मन को ना ये ठीक कहते केतले किए कहे आत्मा एक शास्त्र प्रमाण देवे जो विभिन्न प्रकार प्रवचन से देवे से मन कह केतले ना आत्मा एक किंतु ये किछटा कॉमन फैक्टर्स अच्छी कॉमन कथा अच्छे कॉमन कथा कौन मो बिनु आम आत्मा छाड़ दिंतु आत्मा किए आम जानी कि संसार को आम आत्मा किए कहले अनेक अच्छा किए कहते मृत्यु समय आत्मा बाहरी गला किए कहते आत्मा स्वर्ग को जाए किए कहते आत्मा नरक को जाए विभिन्न गप कहानी कथा प्रथा सिनेमा वीडियो आम विभिन्न कथा को जेहेतु देखीचे मन ये द्वंद्व पड़ जावर अवकाश अच्छे मन ये विभिन्न
ମାୟାରେ ବାନ୍ଧି ହେବାର ଅବକାଶ ଅଛି। କାହାକୁ ବିଶ୍ୱାସ କରିବା, କାହାକୁ ଆମେ ନିଜେ ଅନୁଭବ କରିନେ କି ଆମ ଭିତରେ ବହୁତ ସମୟ ଏମିତି ବି ହୁଏ, ଧୈର୍ଯ୍ୟ ବି ନଥାଏ, ଆମେ ଅଧୈର୍ଯ୍ୟ ହେଇଯାଇଥାଉ। ଗୋଟେ କଥାକୁ ମାନି ଯେହେତୁ ବସିଛେ, ଆମ ଭିତରେ କିଛିଟା ଇଗୋ ବି ଜାଗୃତ ହୁଏ। ଇଗୋ ମାନେ କ'ଣ? ଅହଙ୍କାର ବି ଜାଗୃତ ହୁଏ। ମୋ ଗୁରୁ ଯଦି କହିଛନ୍ତି ମୋ ଗୁରୁ ଠିକ୍ ନା, ମୋ ଗୁରୁ ଭୁଲ କେମିତି ହେବେ? ମୋ ସଂସ୍ଥା, ମୁଁ ଯେଉଁ ସଂସ୍ଥା ସାଙ୍ଗରେ ଜଡ଼ିତ ଅଛି, ସେ ଯଦି କହୁଛନ୍ତି ଆତ୍ମା ତିନି, ଆତ୍ମା ଅନେକ, ତାହେଲେ ସେ ଏକ କହୁଛନ୍ତି, ସିଏ ଆମେ ଅନ୍ୟ ଅନ୍ୟ ଭାବିଛ। ଯେମିତି ଭୌତିକ ସ୍ତରରେ ଆମେ ମନୁଷ୍ୟ ସମାଜକୁ ବାଣ୍ଟି କାଟିକିରି ଦେଖୁଛେ, ସେମିତି ସାଧନା ସ୍ତରରେ ବି ଆମେ ଧର୍ମକୁ ପନ୍ଥକୁ ନେଇକରି ଆଧ୍ୟାତ୍ମିକତାର ଯେଉଁ ଏକ ଉଦ୍ଦେଶ୍ୟକୁ ବି ଅନେକ କରିଦେଇଛେ। ତ ସେଇପ୍ରକାର ଯେହେତୁ ମାନିଛେ, ସେଠି ଆମ ଅହଙ୍କାର ବି ଆମକୁ ବାନ୍ଧେ। ନାଇଁ, ସିଏ ଭୁଲ କହୁଛନ୍ତି, ମୋ ଗୁରୁ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ଏଠି କାହାକୁ ଭୁଲ କହିବାନି, କାହାକୁ ଠିକ୍ କହିବାନି। ସତ୍ୟ କ'ଣ ତାକୁ ଚିହ୍ନିବା ପାଇଁ ବାରମ୍ବାର ଆମେ ଅନୁସନ୍ଧାନ କରିବା। ସାଇଣ୍ଟିଫିକ୍ ମାଇଣ୍ଡରେ ସେ କଥାକୁ ତର୍ଜମା କରିବା ପାଇଁ ଚେଷ୍ଟା କରିବା। ଶାସ୍ତ୍ରକୁ ପ୍ରତିଦିନ ପଢ଼ିବା, ତାଙ୍କ ଇଏକୁ କରିବା। ଏଠି ଯେଉଁ କମନ୍ ଫ୍ୟାକ୍ଟର ଆମେ ଟିକେ ପୂର୍ବରୁ ଚର୍ଚ୍ଚା ହେଉଥିଲେ, ଏଠି ଦେଖିବାକୁ ପଡ଼ିବ ମୋ ବିନା ସଂସାର କେଉଁଠି ଅଛି। ଏଠି ଫେରେ ମନରେ ବିଚାର ଆସିଯିବ, ମୋ ବିନା ସଂସାର କେଉଁଠି ଅଛି? ମୁଁ ରାତିରେ ଶୋଇ ପଡ଼ୁଛି, ମିସିନ୍ ଫିସିନ୍ ଚାଲୁଛି, କାମ ଫାମ ହେଉଛି, ରୋଡ଼ ହେଉଛି, ବିଭିନ୍ନ ପ୍ରକାର ଭୌତିକ ଉତ୍ପତ୍ତି ହେଉଛି, ପ୍ରଧାନମନ୍ତ୍ରୀ ତାଙ୍କ କାମ କରୁଛନ୍ତି, ରାଷ୍ଟ୍ରପତି ମହୋଦୟ ତାଙ୍କ କାମ କରୁଛନ୍ତି, ଆମ ସରପଞ୍ଚ ମହୋଦୟ ତାଙ୍କ କାମ କରୁଛନ୍ତି, ମୁଁ ତ କରୁନି, ସେମାନେ କରୁଛନ୍ତି। ତାହେଲେ ମୁଁ କେମିତି କହିବି ମୋ ବିନା ସଂସାର ଅଛି ବୋଲିକିରି? ଏଇ କଥାଟାକୁ ଯଦି ଆହୁରି ଗଭୀର ଭାବରେ ଚର୍ଚ୍ଚା କରିବେ, ଯାହାକୁ ଆପଣ ସରପଞ୍ଚ ମାନିଛନ୍ତି, ଯାହାକୁ ଆପଣ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହୋଦୟ ମାନିଛନ୍ତି, କିମ୍ବା ଯାହାକୁ ବି ନେତା ଗୁରୁ ମାନିଛନ୍ତି, ଆପଣଙ୍କ ବିନା ସିଏ କେଉଁଠି ଅଛନ୍ତି? ଏ କଥା ଯେତେବେଳେ ଭଲ କିନି ତର୍ଜମା କରିବେ, ଏ କଥା ଯେତେବେଳେ ଭଲସେ ବୁଝିବା ପାଇଁ ଚେଷ୍ଟା କରିବେ, ସମୟ ଆସିବ ମନ ଏ କଥାକୁ ଗ୍ରହଣ କରିବ, ନାଇଁ ମୋ ବିନା କିଛି ନାହିଁ, ମୋ ଭିତରେ ହିଁ ସବୁ କିଛି ଅଛି, ମୋ ଭିତରେ ସବୁ କିଛି ଅଛି। ମୁଁ ଦେଖୁଛି ତ ଦୃଶ୍ୟମାନ ସଂସାର ମୋ ଭିତରେ ପ୍ରତିବିମ୍ବିତ ହେଉଛି। ମୁଁ ଶୁଣୁଛି ତ ଶବ୍ଦ ଶୁଭୁଛି, ମୁଁ ଜିଭେନ୍ଦ୍ରିୟ ମାଧ୍ୟମରେ ଚାଖୁଛି ତ ସବୁ ଜିନିଷ ମୋତେ ରୁଚିକୁ ମୁଁ ଦେଖିପାରୁଛି। ମୋ ମାଧ୍ୟମରେ ହିଁ ଏ ଶରୀର ପରିଚାଳନା ହେଉଛି। ମୁଁ ଜାଗୃତ ଅବସ୍ଥାରେ ସଂସାରକୁ ଇନ୍ଦ୍ରିୟ ମାଧ୍ୟମରେ ମନରେ ଅନୁଭବ କରୁଛି। ମୁଁ ଶୟନ ଅବସ୍ଥାରେ ଏ ସଂସାରର ସ୍ମୃତିକୁ ମନରେ ଚଲେଇକରି ସ୍ୱପ୍ନ ରୂପରେ ଦ୍ରଷ୍ଟା ଭାବରେ ନିଜେ ହିଁ ଦେଖୁଛି। ମୁଁ ସୁଷୁପ୍ତି ଅବସ୍ଥାରେ ମନର ମୌନ ସ୍ଥିତିକୁ, ମନର ଶାନ୍ତ ସ୍ଥିତିକୁ ମନର ଉର୍ଦ୍ଧ୍ୱରେ ଥାଇକିରି ମୁଁ ହିଁ ଦେଖୁଛି। ମୁଁ ଯଦ୍ୟ ସ୍ୱପ୍ନକୁ ଦେଖିପାରୁଛି, ମୁଁ ଭିତରେ ଅଛି, ମୁଁ ମନର ସାକ୍ଷୀ ଭାବରେ ଅଛି। ତ ଏ ଜିନିଷକୁ ଯେତେବେଳେ ବିବେକ ହେଇକିରି ଧୀରେ 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 ତର୍ଜମା କରିବା, ସମୟ ଆସିବ ନିଜ ତତ୍ତ୍ୱକୁ ଚିହ୍ନି ପାରିବା। ତ ଏଠି ମୋ ବିନା କେଉଁଠି ସଂସାର ଅଛି? କିନ୍ତୁ ଭୌତିକ ଜ୍ଞାନ ସାଙ୍ଗରେ ଆମ ମନ ଯେହେତୁ ବାନ୍ଧି ହିଁ ଯାଇଛି, ଆମେ ଭୌତିକ ଜ୍ଞାନକୁ ହିଁ ଆଧାର କରିକିରି ଯେହେତୁ ପ୍ରତ୍ୟେକ ଆଧ୍ୟାତ୍ମିକତାର ଗଭୀର କଥାକୁ ଆମେ ତର୍ଜମା କରିବା ପାଇଁ ଚେଷ୍ଟା କରୁଛେ, ସେଠି ଆମ ଏ ଯେଉଁ ସତ୍ସଙ୍ଗ ଆଉ ମେଳ ଖାଉନି। ମେଳ ନ ଖାଇବାର ଫେର ଆଉଥରେ ଆମେ ପଥଭ୍ରଷ୍ଟ ହେଇଯାଉଛେ, ଫେର ଆଉଥରେ ଆମେ ବାଟ ବଣା ହେଇଯାଉଛେ। ତ ଏସବୁ କଥାକୁ ବୁଝିବା ପାଇଁ ହେଲେ ସ୍ଥିର ଚିତ୍ତ, ଶାନ୍ତ ମନ ହେଇକିରି, ବିବେକ ହେଇକିରି ଗୋଟେ ଗୋଟେ କଥାକୁ ତର୍ଜମା କଲେ ବୁଝି ହେବ। ତ ଏଠି କହିବାର ତାତ୍ପର୍ଯ୍ୟ, ସଂସାରକୁ ମିଥ୍ୟା ଏଇଥିପାଇଁ କୁହାଯାଇଛି, ପ୍ରତ୍ୟେକ ଜିନିଷ ପରିବର୍ତ୍ତନ ହେଉଛି। ଗୋଟେ ଛୋଟିଆ ମଞ୍ଜିଟା, ଏତେ ଛୋଟ ମଞ୍ଜିରେ ଦେଖନ୍ତୁ କେତେ ବିରାଟ ବଟ ବୃକ୍ଷ ଜନ୍ମ ହେଉଛି। ତ ଏଇଟା ମାୟା। ସେଇ ମାଟିରେ ଖଟା, ପିତା, କଷା, ରାଗ, ବିଭିନ୍ନ ରୁଚିର ବସ୍ତୁ ପଦାର୍ଥ, ବିଭିନ୍ନ ରୁଚିର ଗଛ ବୁଛ ସେଇ ଏକ ମାଟିରୁ ଉତ୍ପତ୍ତି ହେଉଛନ୍ତି। ଦେଖନ୍ତୁ ମାୟା କେଉଁଠି ନଦୀ ଝରଣାରୁ ଜନ୍ମ ହେଉଛି, କେଉଁଠି ଯାଇକି ସମୁଦ୍ରରେ ମିଶି ଯାଉଛି। ଦେଖନ୍ତୁ ମାୟା। ପ୍ରତ୍ୟେକ ଜିନିଷ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଶରୀର ଶିଶୁ ବେଳେ କେତେ ଛୋଟ ଥିଲା, ଯୁବ ବୟସରେ କେତେ କେଉଁ ସ୍ଥିତିରେ ଥିଲା, ଯୁକ୍ତ ବୟସରେ କିମ୍ବା ଏ ବୟସରେ ଯେତେବେଳେ ବୃଦ୍ଧ ହେଇଯିବ, ଶରୀର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଇନ୍ଦ୍ରିୟ ତାଙ୍କ ଅନୁଭବ ବି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ମନରେ ଥିବା ଆଶା, ଅଭିଳାଷା, ଇଚ୍ଛା, ବାଞ୍ଚନା ବି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। କିନ୍ତୁ ଏ ପରିବର୍ତ୍ତନଶୀଳ ସଂସାରରେ ଗୋଟେ ଏମିତିଆ ବସ୍ତୁ ଅଛି, ଏମିତିଆ ପଦାର୍ଥ ଅଛି, ଯିଏ କେବେ ପରିବର୍ତ୍ତନ ହେଉନି। ସିଏ ହେଲା ମୁଁ, ସିଏ ହେଲା ମୁଁ। କିନ୍ତୁ ମୁଁ ନିଜକୁ କାହିଁକି ଚିହ୍ନି ପାରୁନି? ଆତ୍ମଜ୍ଞାନର ଅଭାବ, ସାଧନାର ଅଭାବ, ଶାସ୍ତ୍ର ଅଧ୍ୟୟନର ଅଭାବ। ତ କେମିତି ଚିହ୍ନିବି? ବାରମ୍ବାର ଯେତେବେଳେ ଏମିତି ତର୍ଜମା କରିବି, ମନରେ ଆସୁଥିବା ପ୍ରଶ୍ନକୁ ପଚାରିକି ତାର ନିର୍ଧ୍ୟାସନ କରିବି, ଶାସ୍ତ୍ର ମାଧ୍ୟମରେ ସେ ଗଭୀର ଚର୍ଚ୍ଚାର ତାତ୍ପର୍ଯ୍ୟକୁ ଯେତେବେଳେ ବୁଝିବି, ସାଧନା ମାଧ୍ୟମରେ ଯେତେବେଳେ ମୁଁ ଅନ୍ତର୍ଯାତ୍ରା କରିକିରି ଅନ୍ତର୍ମୁଖୀ ହେଇକିରି ନିଜର ତତ୍ତ୍ୱ ସାଙ୍ଗରେ ଉପନୀତ ହେବି,
ତେବେ ଯାଇକିରି ଏସବୁ କଥାକୁ ଚିହ୍ନି ପାରିବେ। ତ କଥାର ତାତ୍ପର୍ଯ୍ୟ ହେଲା ସ୍ଥୂଳ ସ୍ଥିତିରେ ଯଦି ଆମେ ପରଖୁଛେ ବାହାର ମାୟାକୁ ହିଁ ପରଖୁଛେ, ସ୍ଥୂଳରୁ ଯେତେବେଳେ ଆମେ ଧୀରେ ଧୀରେ ଇନ୍ଦ୍ରିୟଙ୍କର ଅନୁଭବକୁ ଦେଖିବା, ମନର ପ୍ରକୃତିକୁ ଯେତେବେଳେ ଦେଖିବା, ଯେତେବେଳେ ମନର ଊର୍ଦ୍ଧ୍ୱକୁ ଯିବା, ସେତେବେଳେ ଏ ଏକତା ଆସିଯିବ। ହଁ, ଏ କଥାକୁ ଆମେ ବୁଝିପାରିବା, ନାଇଁ ଠିକ୍ ଅଛି, ଏ କଥା ସବୁ ଟିକେ ମେଳ ହେଉଛି, ମୁଁ ଆତ୍ମା ରୂପରେ ଭିତରେ ଅଛି। କିନ୍ତୁ ମୁଁ ଏ କଥାକୁ ଜାଣିବା ପାଇଁ ହେଲେ ମନକୁ ତୁରୀୟ ସ୍ଥିତିକୁ ନେବାକୁ ପଡ଼ିବ। କେମିତି ନେବା? ସାଧନା, ଶାସ୍ତ୍ର, ଗୁରୁବାଣୀ। ଆଉ କ'ଣ ପ୍ରଶ୍ନ କୁହନ୍ତୁ? ଗୁରୁଜୀ ଯେ ଫାଷ୍ଟ ଯୋଉ କଥା ମୁଁ ପଚାରୁଥିଲି ଆପଣଙ୍କୁ ହୁଁ ହୁଁ କି ପ୍ରାଣୀର ଦୁଃଖ ସୁଖ ଫଳ କିଏ ଦଉଛନ୍ତି, ହୁଁ। ଯେପରି ନିଜେ କୌଣସି ଜଣେ ଚୋର କରୁଥିଲେ ବ୍ୟକ୍ତି ସେ ନିଜେ ଦଣ୍ଡ ପାଇବେ ନାହିଁ, ତେଣୁକରି ଯିଏ ଯୋଉ ଯେକୌଣସି ରାଜା ଜଣେ ତାଙ୍କୁ ଦଣ୍ଡ ଦେବେ। ଏଠି ଶୁଣନ୍ତୁ, ସେପରି ନାଇଁ ଶୁଣନ୍ତୁ, ଏଠି ଯେହେତୁ ଆପଣ ଦୁଇ ରୂପରେ ଗୋଟେ କଥାକୁ ଚିହ୍ନିଛନ୍ତି, ସେଇ ପରିକା ହିଁ ସବୁ କଥାକୁ ତର୍ଜମା କରୁଛନ୍ତି। ମାନେ ଜୀବାତ୍ମା ଅଲଗା, ପରମାତ୍ମା ଅଲଗା ଆପଣ ଶୁଣିଛନ୍ତି। ଆଉ ଏ କଥାକୁ ବି ଆପଣ ଶୁଣିଛନ୍ତି, ଜୀବାତ୍ମା ସୀମିତ, ପରମାତ୍ମା ଅସୀମ। ଜୀବାତ୍ମାକୁ ପରମାତ୍ମା ପରିଚାଳନା କରୁଛି, ଜୀବାତ୍ମାର ସୁଖ ଦୁଃଖର ଯେଉଁ ଅନୁଭବକୁ ପରମାତ୍ମା ଦଉଛନ୍ତି। ଏ ପରିକା ଯେହେତୁ ଶୁଣିଛନ୍ତି, ଏଇ ପରିକା ହିଁ ତର୍ଜମା କରୁଛନ୍ତି। ଆଉ ଆପଣଙ୍କୁ ଯେତେ ସୂକ୍ଷ୍ମ କଥା କହିଲେ ସୂକ୍ଷ୍ମ କଥା ଧରି ପାରୁନାହାନ୍ତି। ମୋତେ ଗୋଟେ କଥା କୁହନ୍ତୁ, ଆପଣଙ୍କ ଅନୁଯାୟୀ ଆପଣ କ'ଣ ଭାବୁଛନ୍ତି ଏ କର୍ମଫଳ ସିଦ୍ଧାନ୍ତ? ମୁଁ ତ ବୁଝେଇଲି ଏତେ ସମୟ, ଆପଣ ମୋତେ କ'ଣ ବୁଝିଛନ୍ତି ସେଇଟା ଟିକେ ବୁଝାନ୍ତୁ। ସେଇଟା ଟିକେ ଆମେ ତର୍ଜମା କରିବା, ତା ଉପରେ ଟିକେ ତାକୁ ଆଉ ଟିକେ ଆନାଲାଇସିସ୍ କରିବା। କୁହନ୍ତୁ। ଗୁରୁଜୀ ମୁଁ ଯାହା ପଢିଛି, ହଁ ହଁ ଯାହା ହୁଁ ହୁଁ ଅନୁଭବ କରିଛି ଗୁରୁଜୀ, ହୁଁ 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 ହୁଁ। କୁହନ୍ତୁ। ଜୀବାତ୍ମା କର୍ମ କରିବାରେ ସ୍ୱତନ୍ତ୍ର, ହୁଁ। ଫଳ ପାଇବାରେ ପରମାତ୍ମାଙ୍କ ଦ୍ଵାରା ଫଳ ସେ ପାଇଥାଏ। ତେଣୁକରି ଆଚ୍ଛା, ସେ ଗୋଟେ କଥା, ନାଇଁ ଗୋଟେ କଥାକୁ ଆମେ ବୁଝି ବୁଝିକି ତାକୁ ତର୍ଜମା କରି କରିକା ଯିବା ନା। ଜୀବାତ୍ମା କର୍ମ କରିବାର ସ୍ୱାଧୀନ ଅଛି, ଏଇଆ ତ? ହଁ ଗୁରୁଜୀ। ତାହେଲେ ଜୀବାତ୍ମା କେମିତି କର୍ମ କରୁଛି, କୋଉଠି କର୍ମ କରୁଛି, ତାକୁ ବି ବୁଝାନ୍ତୁ। କର୍ମ ମନ ବଚନ କର୍ମ ଦ୍ଵାରା, ମନ ଧର୍ମ ଯେକୌଣସି କର୍ମ କରିବା ଆମେ। ମନ ଶରୀର ଦ୍ୱାରା ଜୀବାତ୍ମା କର୍ମ କରୁଛି, ଏଇଆ ତ? ଗୁରୁଜୀ। ହଁ, ତାହେଲେ ପରମାତ୍ମା ତାର ଫଳକୁ କେମିତି ଦଉଛନ୍ତି, କୋଉଠି ଦଉଛନ୍ତି? କୁହନ୍ତୁ। କେମିତି ପରମାତ୍ମା ଦଉଛନ୍ତି, କୋଉଠି ଦଉଛନ୍ତି? ଆଉ ଦ୍ୱିତୀୟ ମତେ ଏକଥାକୁ ବୁଝାନ୍ତୁ, ପରମାତ୍ମା କୋଉଠି ଅଛନ୍ତି? କାହାକୁ ଆମେ ପରମାତ୍ମା ଭାବୁଛେ? ମୁଁ ତ ଆପଣଙ୍କୁ କହିଲି ଯୋଉ ଆତ୍ମା କହୁଛେ, ସିଏ ଦେହ ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଅଛନ୍ତି, ମନର ସାକ୍ଷୀ ଭାବରେ ଅଛନ୍ତି। କେମିତି ଅଛନ୍ତି ସେଇଟା ବି ବହୁତ ସମୟ ବ୍ୟାଖ୍ୟା କରି କୁହାହେଲା। ଆପଣ ମତେ କୁହନ୍ତୁ, ପରମାତ୍ମା କୋଉଠି ଅଛନ୍ତି, କେମିତି ଅଛନ୍ତି, କେମିତି ଚିହ୍ନିବା ତାଙ୍କୁ? ଜୀବଠାରୁ ପରମ ଭିନ୍ନ କେମିତି, ଏଇଟା କୁହନ୍ତୁ। ଗୁରୁଜୀ ପରମାତ୍ମା ସବୁ ଜାଗାରେ ଅଛନ୍ତି। ସବୁ ଜାଗାରେ ଅଛନ୍ତି, ଏ କଥା ଅଟଳ ତ, ନା ଫେର କାଟିଦେବେ ଏ କଥାକୁ? ଅଟଳ। ଅଟଳ। ଯଦି ସବୁ ଜାଗାରେ ଅଛନ୍ତି, ଏମିତିଆ କୌଣସି ଜାଗା ନାହିଁ ଯୋଉଠି ପରମାତ୍ମା ନାହାନ୍ତି? ନାହାନ୍ତି। ତାହେଲେ ଜୀବାତ୍ମା କୋଉଠୁ ଆସିଲା? କୁହନ୍ତୁ ମତେ। ଜୀବାତ୍ମା ପରିଚ୍ଛନ୍ନ, ସେ ଅପରିଚ୍ଛନ୍ନ, ତେଣୁକରି କ'ଣ କହିଲେ, କ'ଣ ଯେପରି କହିଲେ? ବୁଝି ହେଲାନି। ଜୀବାତ୍ମା ପରିଚ୍ଛନ୍ନ? ଜୀବାତ୍ମା ଗୁରୁଜୀ। ପରିଚ୍ଛନ୍ନ ମାନେ? ପରିଚ୍ଛନ୍ନର ଅର୍ଥ? ଗୁରୁଜୀ ଜୀବାତ୍ମା ବ୍ୟାପ୍ତ, ପରମାତ୍ମା ବ୍ୟାପକ। ନାଇଁ, ଶୁଣନ୍ତୁ, ଗୋଟେ କଥା ଉପରେ ଷ୍ଟେ ରହିବେ କହିଲେ, ଷ୍ଟେ ରହିବେ। ଆପଣ କହିଲେ ପରମାତ୍ମା ସବୁଠାରେ ଅଛନ୍ତି, ଏଇଟା ଆପଣ ମାନିଲେ, ମୁଁ ବି ମାନିଲି। ଆଉ ଏମିତିଆ କୌଣସି ଜାଗା ନାହିଁ ଯୋଉଠି ପରମାତ୍ମା ନାହାନ୍ତି। ତାହେଲେ ଜୀବାତ୍ମା କୋଉଠୁ ଆସିଲେ? ଜୀବାତ୍ମା ଗୁରୁଜୀ ଅନାଦି। ଅନାଦି ମାନେ? ଜୀବା ଅନାଦି କାହାକୁ କହୁଛନ୍ତି ଆପଣ? ଜୀବାତ୍ମା ଅନାଦି, ହୁଁ, ପରମାତ୍ମା ଅନାଦି, ହୁଁ। ପ୍ରକୃତି ଅନାଦି। ନାଇଁ, ଅନାଦି ଆଡକୁ ଯାଆନ୍ତୁନି। ଆମେ ସହଜ ଭାଷାରେ କଥା ହେବା। ଆପଣ କହିଲେ ପରମାତ୍ମା ସବୁଠାରେ ଅଛନ୍ତି, ଏମିତିଆ କୌଣସି ଜାଗା ନାହିଁ, ପରମାତ୍ମା ନାହାନ୍ତି। ତାପରେ ଆପଣ କହିଲେ ଜୀବ ନିଜ ସ୍ୱାଧୀନରେ ସେ କର୍ମକୁ କରୁଛି, କର୍ମଫଳକୁ ଭୋଗିବା ପାଇଁ ପରମାତ୍ମା ପ୍ରେରିତ କରୁଛନ୍ତି। ତାହେଲେ ମତେ ବୁଝାନ୍ତୁ, ଜୀବାତ୍ମା କର୍ମ କୋଉଠି କରୁଛି? ବିନା ପରମାତ୍ମାରେ କୋଉଠି ରହୁଛି? ବିନା ପରମାତ୍ମାରେ କେମିତି କାର୍ଯ୍ୟ କରୁଛି? ବିନା ପରମାତ୍ମାରେ ସେ ସ୍ୱତନ୍ତ୍ର ଭାବରେ କେମିତି କର୍ମ କରୁଛି? କାହା ମାଧ୍ୟମରେ, କୋଉଠି, କେମିତି? ଗୁରୁଜୀ ଜୀବାତ୍ମା ମାଧ୍ୟମରେ କରୁଛି। ନା, ଜୀବାତ୍ମା ମାଧ୍ୟମରେ କରୁଛି ଠିକ୍, ଯେ କୋଉଠି କରୁଛି, କେମିତି କରୁଛି? ଟିକେ ବ୍ୟାଖ୍ୟା କରନ୍ତୁ। ମୁଁ ତ ବହୁତ ସମୟ ବୁଝେଇଲି ନା, ଆପଣ ବି ଟିକେ ବୁଝିଲେ ହେଇପାରେ ମୁଁ ବୁଝିନି, ସେଟା ମୁଁ ବୁଝିପାରିବି। ବୁଝିପାରୁଛନ୍ତି? କୁହନ୍ତୁ।
ଜୀବାତ୍ମା ଜୀବାତ୍ମା। ଆଚ୍ଛା, ଗୋଟେ କଥା ଭାବିବା, ଆମେ ମାନିବା ଜୀବାତ୍ମା ଶରୀର, ହଁ କି ନାହିଁ? ଗୁରୁ। ଜୀବାତ୍ମାକୁ ଶରୀର ମାନିବା। ଯଦି ଜୀବାତ୍ମାକୁ ଆମେ ଶରୀର ଭାବିବା, ତାହେଲେ ଶରୀର ପରମାତ୍ମା ନୁହନ୍ତି? ନା ଗୁରୁଜୀ। ନୁହନ୍ତି, ବୁଝିପାରିଲେ? ଯଦି ଶରୀର ପରମାତ୍ମା ନୁହନ୍ତି, ଶରୀର ଭିତରେ ପରମାତ୍ମା ନାହାନ୍ତି? ଅଛନ୍ତି। ଆଚ୍ଛା, ଶରୀର ଭିତରେ ଅଛନ୍ତି କହୁଛନ୍ତି, କିନ୍ତୁ ଶରୀର ନୁହନ୍ତି, ଏଇଆ ତ? ହଁ। ହୁଁ। ହଁ। ଆଚ୍ଛା, ଶୁଣନ୍ତୁ ଗୋଟେ କଥା, ମୁଁ କହିବି ଶରୀର ମାଂସ ନୁହେଁ, କିନ୍ତୁ ଶରୀର ଭିତରେ ମାଂସ ଅଛି। ଏଇଟା ମେଳ ଖାଉଛି କି? ଶରୀର ଭିତରେ ଯାହା ବି ଅଛି ଆମେ ଶରୀର କହିବା ନା ଶରୀରଠୁ ଅନ୍ୟ କହିବା, ଭିନ୍ନ କହିବା? ଶୁଣନ୍ତୁ ଗୋଟେ କଥା, ଯଦି ଠିକ୍ ଅଛି, ଏ କଥା ଟିକେ ଜଟିଳ କଥା, ବୁଝେଇବାର ବି ଟିକେ ହେଇପାରେ, ଟିକେ ତାଳମେଳ ନ ଖାଇପାରେ। ଆମେ ବହୁତ ସହଜ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ଯଦି ଆପଣଙ୍କ ଅନୁଯାୟୀ ଶରୀର ଗୋଟେ ଏମିତିଆ ପଦାର୍ଥ ଯେଉଁଠିକି ପରମାତ୍ମା ନାହାନ୍ତି, ତାହେଲେ ଆମେ ଏ କଥାକୁ ବି ସତ ମାନିପାରିବାନି ପରମାତ୍ମା ସବୁଠି ଅଛନ୍ତି ବୋଲିକରି। କାହିଁ ସତ ମାନିପାରିବାନି? ଆମେ କହୁଛେ ଶରୀର ପରମାତ୍ମା ନୁହନ୍ତି। ତ ଶରୀର ଯଦି ପରମାତ୍ମା ନୁହନ୍ତି, ଶରୀର ପରିକା ଏମିତିଆ ଗୋଟେ ବସ୍ତୁ ଅଛି ଯେଉଁଠି ପରମାତ୍ମା ନାହାନ୍ତି। ତ ଏଠି ସେ କଥାଟା ସତ୍ୟ ପ୍ରମାଣିତ ହଉନି ଯେ ପରମାତ୍ମା ସବୁଠି ଅଛନ୍ତି। ବୁଝିପାରୁଛନ୍ତି? ତାପରେ ଜୀବାତ୍ମା ଆପଣ କହୁଛନ୍ତି, ଜୀବାତ୍ମା ତାହେଲେ ଆମେ କାହାକୁ ମାନିବା କୁହନ୍ତୁ? ଜୀବ ଶୁଣନ୍ତୁ ଗୋଟେ କଥା, ମଧ୍ୟ। ଶୁଣନ୍ତୁ। ଜୀବ ଯିଏ ବି ଜନ୍ମ ନେଉଛି, ଜୀବ ଯାହାର ବି ପରିବର୍ତ୍ତନ ହେଉଛି। ପରମ ଯିଏ ଜନ୍ମ ନେଉନି, ଯାହାର ମୃତ୍ୟୁ ନାହିଁ, ଯାହାର ପରିବର୍ତ୍ତନ ନାହିଁ। ତ ଜୀବ ଶରୀର ଜନ୍ମ ନେଉଛି, ଶରୀର ମୃତ୍ୟୁ ହେଉଛି, ଶରୀର ପଞ୍ଚଭୂତର ଖେଳ ଚାଲିଛି। ହୁଁ। ଶରୀରକୁ ଜୀବାତ୍ମା ଆପଣ କୁହନ୍ତୁ। ଦ୍ୱିତୀୟ ହେଲା, ଆପଣ ଏମିତି କହିପାରିବେ ମନ ବି ଜନ୍ମ ନେଉଛି, ମନରେ ବି ଯେଉଁ ବିଚାର ଜନ୍ମ ନେଉଛି, ମନରେ ଯେଉଁ ସଂସ୍କାର ଜନ୍ମ ନେଉଛି, ମନର ବୃତ୍ତି ଜନ୍ମ ନେଉଛି, ମନର ବୃତ୍ତି ଆଉଥରେ ସମାହିତ ହେଉଛି, ମନର ସଂସ୍କାର ପରିବର୍ତ୍ତନ ହେଉଛି, ମନର ଚିନ୍ତାଧାରା ପରିବର୍ତ୍ତନ ହେଉଛି। ତ ମନକୁ ବି ଜୀବାତ୍ମା କହିପାରିବେ। କିନ୍ତୁ ଶରୀର, ଇନ୍ଦ୍ରିୟ, ମନର ଊର୍ଦ୍ଧ୍ୱରେ ଯେଉଁ ନିରାକାର, ନିର୍ଗୁଣ, ଅଲେଖ, ଅବ୍ୟକ୍ତ ଆତ୍ମତତ୍ଵ ଅଛି, ତାକୁ ଆପଣ ପରମାତ୍ମା କହୁଛନ୍ତି ବୋଧେ। କିନ୍ତୁ ନା। ଏଠି ଦେଖନ୍ତୁ, ଏଠି ଦୁଇଟା ଜିନିଷକୁ ମିକ୍ସ କରିଦେଉଛନ୍ତି, ବୁଝିପାରୁନାହାନ୍ତି। ଏଠି ଦେଖନ୍ତୁ, ନିତ୍ୟ ଅନିତ୍ୟ ପଦାର୍ଥର ପାର୍ଥକ୍ୟକୁ ଯେତେବେଳେ ବୁଝିବେ, କ'ଣ ନିତ୍ୟ କ'ଣ ଅନିତ୍ୟ, କ'ଣ ପରିବର୍ତ୍ତନ ହେଉଛି କ'ଣ ପରିବର୍ତ୍ତନ ହେଉନି, ସେ ଅପରିବର୍ତ୍ତନୀୟ ସତ୍ତା ପାଖରେ ପହଞ୍ଚି ପାରିବେ। ଆଉ ଯଦି ଆମେ ଜୀବ ପରମ କହିବା, କିନ୍ତୁ ତାକୁ ବୁଝି ନ ପାରିବା, ତାହେଲେ କହିବାର କିଛି ତାତ୍ପର୍ଯ୍ୟ, କହିବାର କିଛି ଭାବାର୍ଥ ରହିପାରିବନି ଏଠି। ବୁଝିପାରୁଛନ୍ତି? ଆଚ୍ଛା, ଦ୍ୱିତୀୟ ଏଠି ଗୋଟେ କଥା, ନିଜେ ହିଁ ଆପଣ ପାଟିରେ କହିଛନ୍ତି ପରମାତ୍ମା ସବୁଠାରେ ଯଦି ଅଛନ୍ତି। ଏଠି ଦେଖନ୍ତୁ, ସାଧନାରେ ଆମେ ଆତ୍ମା ଅନାତ୍ମାର ପାର୍ଥକ୍ୟ କରିକିରି ଆତ୍ମାକୁ ବୁଝିବା ପାଇଁ ଚେଷ୍ଟା କରୁଛେ। ସାଧନାରେ ଆମେ ନିତ୍ୟ ଅନିତ୍ୟ ପଦାର୍ଥର ଭେଦକୁ ବୁଝିକିରି ନିତ୍ୟ ପଦାର୍ଥକୁ ଚିହ୍ନିବା ପାଇଁ ପ୍ରୟାସ କରୁଛେ। ଯେତେବେଳେ ନିତ୍ୟ ପଦାର୍ଥକୁ ଚିହ୍ନି ଦେବେ, ନିତ୍ୟ ପଦାର୍ଥକୁ ଅନୁଭବ ମାଧ୍ୟମରେ ଅନୁଭବ କରିଦେଲେ, ମୁଁ ହିଁ ସେ ବ୍ରହ୍ମ, ମୁଁ ହିଁ ସେ ଆତ୍ମା, ମୁଁ ହିଁ ସେ ଈଶ୍ୱର, କୁହନ୍ତୁ ଯାହା ବି ନାଁ ଆମେ ଦେଇଛେ, ଯେତେବେଳେ ସେ ତତ୍ତ୍ୱକୁ ଯେତେବେଳେ ଅନୁଭବ କରିଦେଲେ, ସେ ସ୍ଥିତିରେ ଆପଣ ଏ କଥାକୁ ବୁଝିପାରିବେ, ସର୍ବଂ ଖଲ୍ବିଦಂ ବ୍ରହ୍ମ ନେହ ନାନାସ୍ତି କିଞ୍ଚନ। ଯାହା ବି ଦେଖୁଛେ, ଯିଏ ବି ଦେଖୁଛନ୍ତି, ସମ୍ପୂର୍ଣ୍ଣ ସେଇ ବ୍ରହ୍ମ ହିଁ, ସମ୍ପୂର୍ଣ୍ଣ ସେ ଏକ ଆତ୍ମା ହିଁ। ସୂତା ଠାରୁ ଯେମିତି ବସ୍ତ୍ର ଭିନ୍ନ ନୁହନ୍ତି, ସୂର୍ଯ୍ୟ ରଶ୍ମି ଯେମିତି ସୂର୍ଯ୍ୟଙ୍କ ଠାରୁ ଭିନ୍ନ ନୁହନ୍ତି, ପାଣି ଠାରୁ ଯେମିତି ଲହଡ଼ି ଭିନ୍ନ ନୁହନ୍ତି, ଆଉ ଦୀପ ଠାରୁ ଯେମିତି ପ୍ରଦୀପର ଯେଉଁ ପ୍ରକାଶ ଭିନ୍ନ ନୁହନ୍ତି, ସେମିତି ପରମାତ୍ମା ଠାରୁ ଏ ସଂସାର, ଏ ଜୀବ, ଏ ଶରୀର ଭିନ୍ନ ନୁହନ୍ତି। ସିଏ ଏକ ହିଁ। ଯେତେବେଳେ ସାଧନାର ସେ ସ୍ଥିତିକୁ ପହଞ୍ଚିବେ, ଏ କଥାଟା ଯେଉଁ ଆପଣ ନିଜ ପାଟିରେ କହିଥିଲେ, ପରମାତ୍ମା ସବୁଠାରେ ଅଛନ୍ତି, ପରମାତ୍ମା ପ୍ରତ୍ୟେକ ବସ୍ତୁ ପଦାର୍ଥରେ ଅଛନ୍ତି, ଏ ସତ୍ୟକୁ ସେ ସ୍ଥିତିକୁ ଯାଇକିରି ବୁଝିପାରିବେ, ଚିହ୍ନି ପାରିବେ, ଅନୁଭବ କରିପାରିବେ। ତ ଗୁରୁଜୀ, ସେ ହଁ କୁହନ୍ତୁ। ଯେପରି ଲୁହା ସ୍ଥୂଳ ହୁଁ ଓ ଅଗ୍ନି ସୂକ୍ଷ୍ମ, ଏହି ଯୁଗ ଲୁହା ମଧ୍ୟରେ ବିଦ୍ୟୁତ ଅଗ୍ନି ବ୍ୟାପକ ହୋଇ ଅବକାଶରେ ରୁହେ। ସେହିପରି ଜୀବ
ପରମେଶ୍ୱରଙ୍କ ଠାରୁ ସ୍ଥୂଳ ଓ ପରମେଶ୍ୱର ଜୀବ ଠାରୁ ସୂକ୍ଷ୍ମ ହେତୁ ପରମେଶ୍ୱର ବ୍ୟାପକ ଓ ଜୀବ ନାଇଁ ବ୍ୟାପକ ନାଇଁ ଅଟେ। ନାଇଁ, ଶୁଣନ୍ତୁ, ଲୁହା କୁହନ୍ତୁ, ମୁଁ ସେ ପ୍ରଥମେ ହିଁ ଆପଣଙ୍କୁ ବୁଝେଇ ନେଇଛି। ପ୍ରଥମେ ବୁଝେଇ ନେଇଛି କଣ, ପଞ୍ଚଭୂତରେ ପ୍ରପଞ୍ଚ ନିର୍ମାଣ ହେଇଛି। ପଞ୍ଚଭୂତରେ ଆପଣ ଲୁହା କୁହନ୍ତୁ, ଅଗ୍ନି କୁହନ୍ତୁ, ବାୟୁ କୁହନ୍ତୁ, ଜଳ କୁହନ୍ତୁ, ସବୁ ପଞ୍ଚଭୂତ, ଗୁରୁଜୀ ସବୁର ପରିବର୍ତ୍ତନ ହଉଛି। ଗୁରୁଜୀ ଶୁଣନ୍ତୁ ଶୁଣନ୍ତୁ ପରମାତ୍ମା ଶୁଣନ୍ତୁ ସୂକ୍ଷ୍ମ ଶୁଣନ୍ତୁ 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 ସୂକ୍ଷ୍ମ ସେଥିପାଇଁ ସବୁ ଜାଗାରେ ଅଛନ୍ତି। ନାଇଁ ନାଇଁ, ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ସୂକ୍ଷ୍ମ ଆମେ କଥା ହେଇଛେ ଟିକେ ପୂର୍ବରୁ। ସୂକ୍ଷ୍ମ ବି ଆମେ ବୁଝିଛେ, ଶରୀରକୁ ସ୍ଥୂଳ ଶରୀର, ସ୍ଥୂଳ ଶରୀର ପରେ ମନ ଆସିଯାଏ ସୂକ୍ଷ୍ମ ଶରୀର, ସୂକ୍ଷ୍ମ ଶରୀର ପରେ ଆସିଯାଏ ଆପଣଙ୍କର ଅହଙ୍କାରକୁ କୁହାଯାଏ କାରଣ ଶରୀର। ଏ ସ୍ଥୂଳ ସୂକ୍ଷ୍ମ କାରଣ ଶରୀରର ଊର୍ଦ୍ଧ୍ୱରେ ସେ ବ୍ରହ୍ମ ତତ୍ତ୍ୱ ଅଛନ୍ତି, ସେ ଆତ୍ମା ତତ୍ତ୍ୱ ଅଛନ୍ତି। ତ ସ୍ଥୂଳ ସୂକ୍ଷ୍ମ ଶରୀରର ଆଧାର ମଧ୍ୟ ସିଏ, ଆଉ ସିଏ ହିଁ ଆପଣ। ଯେପର୍ଯ୍ୟନ୍ତ ସେ ତତ୍ତ୍ୱକୁ ଚିହ୍ନି ନାହାନ୍ତି, ତତ୍ତ୍ୱରେ ଯେପର୍ଯ୍ୟନ୍ତ ସେ ତତ୍ତ୍ୱକୁ ନିଜ ଭିତରେ ଅନୁଭବ କରିନାହାନ୍ତି, ଏ ଚର୍ଚ୍ଚା ଏ ସାଧନା ବୃଥା। ବୁଝୁଛୁ ନା ନାଇଁ? ଏ ତର୍କ ଏ ଚର୍ଚ୍ଚା ବୃଥା, କିଛି ଲାଭ ନାହିଁ। ତ ସେ ତତ୍ତ୍ୱକୁ ଧରିବା ହିଁ ସାଧନାର ସର୍ବୋଚ୍ଚ ପ୍ରାପ୍ତି। ଯେଉଁ ଲୁହା କଥା କହିଲେ, ଅଗ୍ନି କଥା କହିଲେ, ଆପଣ ଭୌତିକ ବସ୍ତୁ ପଦାର୍ଥକୁ ବ୍ୟାଖ୍ୟା କରୁଛନ୍ତି, ନାଇଁ ବୁଝିପାରୁଛନ୍ତି? ଗୁରୁଜୀ ଯେଉଁ ସୂକ୍ଷ୍ମ ସୂକ୍ଷ୍ମ କଥା କହିଲେ, ସୂକ୍ଷ୍ମ କଥା ସେଇଟା ବି ଆମେ କଥା ହେଇଛେ, ଟିକେ ପୂର୍ବରୁ ଆମେ କଥା ହେଇଛେ। ସୂକ୍ଷ୍ମ କେମିତି ଅଛନ୍ତି? ସ୍ଥୂଳ ସୂକ୍ଷ୍ମ କାରଣ ଶରୀରର ଊର୍ଦ୍ଧ୍ୱରେ ଅଛନ୍ତି, ସୂକ୍ଷ୍ମର ବି ଊର୍ଦ୍ଧ୍ୱରେ। ସୂକ୍ଷ୍ମ ଯେଉଁ କହିଲେ ସୂକ୍ଷ୍ମ ବି ନୁହନ୍ତି, ସୂକ୍ଷ୍ମର ଊର୍ଦ୍ଧ୍ୱରେ କାରଣ ଶରୀର, କାରଣ ଶରୀରର ଊର୍ଦ୍ଧ୍ୱରେ ସେ ଅଛନ୍ତି। ଏଇଟା ମୁଣ୍ଡକ ଉପନିଷଦର ପ୍ରଥମ ମୁଣ୍ଡକ ପ୍ରଥମ ଖଣ୍ଡ ଷଷ୍ଠ ମନ୍ତ୍ରରେ ଅଛି। यतादृश्यम आग्राह्यम अगोत्रम अवर्णम आचक्षुषोत्रम तदपाणिपादम नित्यं विभुम सर्वगतं सुसूक्ष्मं तद्व्यायम यद्भूत योनि परिपश्यन्ति धीरा। सर्वगतं सुसूक्ष्मम, प्रति जगारे सूक्ष्माति सूक्ष्म भाବରେ ଅଛନ୍ତି। କେମିତି ଅଛନ୍ତି? ଆକାଶର ଆଧାର ରୂପରେ, ବାୟୁର ଆଧାର ରୂପରେ, ପଞ୍ଚଭୂତର ଆଧାର ରୂପରେ ଯେହେତୁ ଅଛନ୍ତି, ଆମେ ତ ଏମିତି ବାୟୁକୁ ଦେଖିପାରୁନେ, ଆମେ ତ ଏମିତି ଆକାଶକୁ ଦେଖିପାରୁନେ। ଆକାଶର ସୂକ୍ଷ୍ମକୁ, ଆକାଶର ଆଧାରକୁ ଆମେ ଦୃଶ୍ୟ ଭାବରେ ଦେଖିବା ଅସମ୍ଭବ, କିନ୍ତୁ ସେ ତତ୍ତ୍ୱ ସାଙ୍ଗରେ ସମାହିତ ହେଇକିରି, ସେ ତତ୍ତ୍ୱରେ ଉପନୀତ ହେଇକିରି ତାଙ୍କୁ ଚିହ୍ନି ପାରିବା। ତାଙ୍କୁ କହିବା ବି ଅନୁଚିତ ହବ। ନିଜର ତତ୍ତ୍ୱକୁ, ନିଜର ଆତ୍ମ ତତ୍ତ୍ୱକୁ ଚିହ୍ନିବା ପାଇଁ ଏ ଯେଉଁ ଭୌତିକ ସଂସାରରୁ, ଭୌତିକ ବସ୍ତୁ ପଦାର୍ଥରୁ, ତାପରେ ଇନ୍ଦ୍ରିୟଙ୍କ ଭୋଗ୍ୟ ବସ୍ତୁରୁ, ମନର ବିଚାରରୁ ଊର୍ଦ୍ଧ୍ୱକୁ ଯେତେବେଳେ ଯିବେ, ସେ ଶକ୍ତି ସାଙ୍ଗରେ ଯେତେବେଳେ ଉପନୀତ ହେବେ, ସେ ଶକ୍ତିକୁ ଆପଣ ଚିହ୍ନି ପାରିବେ, ସେ ଶକ୍ତି ସାଙ୍ଗରେ ସମାହିତ ହେଇପାରିବେ। ତ ସେ ସ୍ତରରେ ସେ ଯେହେତୁ ବିଷୟ, ଏଠି ଆମେ କଣ କରୁଛେ, ସେ ବିଷୟକୁ ବସ୍ତୁ ରୂପରେ ନିଜକୁ ନିଜଠାରୁ ଭିନ୍ନ ରୂପରେ ଚିହ୍ନିବା ପାଇଁ ଖୋଜୁଛେ, ପାଉନେ, ସେଠି ବାଟବଣା ହେଇଯାଉଛେ। ସେଠି ଆମେ ଗୁରୁଜୀ ମାନି ଟିକେ ଦୟାକରି କହିବା ସମୟରେ କିଛି କହିବେନି, ଶୁଣିବେ। ମୁଁ ସମୟ ଦେବି, ତାପରେ ଆପଣ କହିବେ, କାରଣ ଦି ଜଣ କହିଲେ କଥାର ତାତ୍ପର୍ଯ୍ୟ କିଛି ବାହାରିବନି, ଡିବେଟ ବଢି ଚାଲିବ। କୁହନ୍ତୁ। ବୁଝିପାରୁଛନ୍ତି? ହଁ। ତ ଏଠି ମୂଳ କଥା ହେଲା, ଆତ୍ମାକୁ ନିଜଠାରୁ ଭିନ୍ନ ଦେଖିବା ପାଇଁ ଆମେ ପ୍ରୟାସ କରୁଛେ। ଯେହେତୁ ଦେଖାଯାଉନି, ଆମେ ଭାବୁଛେ ତାଙ୍କୁ ଦେଖି ହବନି। କେନ ଉପନିଷଦର ପଞ୍ଚମ ମନ୍ତ୍ରରେ ଲେଖା ଅଛି, ବୁଝନ୍ତୁ। यन्मनसा नामनुते हेनाहुर्मनोमतं तदेव ब्रह्मत्वं विद्धि नेदम यदितम उपास्यते। ଏ ମନ ସେ ବ୍ରହ୍ମଙ୍କୁ ଚିହ୍ନି ପାରିବନି, ଦେଖିପାରିବନି, କିମ୍ବା କଳ୍ପନା କରିପାରିବନି। ଏ ମନର ସାକ୍ଷୀ ଭାବରେ, ଏ ମନ ଯେଉଁ ଶକ୍ତିର ଆଧାରରେ ପରିଚାଳନା ହେଉଛି, ତାଙ୍କୁ ତୁମେ ବ୍ରହ୍ମ ଭାବରେ ଚିହ୍ନ। ଏଠି କେନ ଉପନିଷଦରେ କୁହାଯାଇଛି। ତାପରେ ଚକ୍ଷୁଷ ନା ପଶ୍ୟନ୍ତି येन ଚକ୍ଷୁଷି ପଶ୍ୟତେ ତଦେବ ବ୍ରହ୍ମତ୍ୱଂ ବିद्धି ନେଦମ यदितम उपास्यते। ଏଠି ଫେରେ ଆପଣଙ୍କର ଆଉ ଗୋଟେ ମନ୍ତ୍ରରେ କୁହାଯାଉଛି, ଏ ଆଖି ବ୍ରହ୍ମକୁ ଦେଖିପାରିବନି। ଏ ଆଖିକୁ ଯିଏ ବସ୍ତୁ ରୂପରେ ବିନିଯୋଗ କରୁଛନ୍ତି, ଏ ଆଖି ମାଧ୍ୟମରେ ଯିଏ ଦେଖୁଛନ୍ତି, ତାଙ୍କୁ ତୁମେ ବ୍ରହ୍ମ ରୂପରେ ଚିହ୍ନ, ତାଙ୍କୁ ତୁମେ ବ୍ରହ୍ମ ଭାବରେ ଚିହ୍ନ। ବୁଝିପାରୁଛନ୍ତି? ଏ ପ୍ରାଣ ବି ସେ ବ୍ରହ୍ମ ଶକ୍ତିକୁ ଚିହ୍ନି ପାରିବନି, ଦେଖିପାରିବନି। ଏ ପ୍ରାଣ ଶକ୍ତିର ଯିଏ ଆଧାର, ତାଙ୍କୁ ତୁମେ ବ୍ରହ୍ମ ଭାବରେ ଚିହ୍ନ। ତ ଏ ସବୁର ମନ୍ତ୍ରର ତାତ୍ପର୍ଯ୍ୟ କେବଳ ନିଜକୁ, ଆପଣଙ୍କୁ ଏଠି ଅବଗତ ମାନେ ଦର୍ଶଉଛି, ଚିହ୍ନିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ହଉଛି କଣ, ଏଠି ଆମେ ଭୌତିକ ଜ୍ଞାନରେ ଯେହେତୁ ହଜିମଜି ଯାଇଛେ, ବହିର୍ମୁଖୀ ହେଇଯାଇଛେ, କିଛି ଗପ କାହାଣୀକୁ, କଥାକୁ ଯେହେତୁ ମାନି ନେଇଛେ, ଆମେ ନିଜକୁ ନିଜଠାରୁ ଭିନ୍ନ ଚିହ୍ନିବା ପାଇଁ ଯେହେତୁ ଚେଷ୍ଟା କରୁଛେ, ସେଇଟା ଯେଉଁଟାକି ଅସମ୍ଭବ। ବିଷୟକୁ ବସ୍ତୁ ରୂପରେ,
ଦ୍ରଷ୍ଟାକୁ ଦୃଶ୍ୟ ରୂପରେ, ସ୍ରଷ୍ଟାକୁ ସୃଷ୍ଟି ରୂପରେ ଯେହେତୁ ଆମେ ଦେଖିବା ପାଇଁ ଚେଷ୍ଟା କରୁଛେ, ଦେଖିପାରୁନେ ଆଉ ଆମେ ଯାହାକୁ ମାନିଛେ ତାରି ଭିତରେ ହିଁ ଗୋଳେଇ ଘାଣ୍ଟି ହଉଛେ, ସେଇ କଥାକୁ ହିଁ ଧରୁଛେ, କିନ୍ତୁ ସତ୍ୟକୁ ଚିହ୍ନି ପାରୁନେ। ବୁଝିହଉଛି ନା ନାଇଁ? ଏବେ କ'ଣ ପଚାରନ୍ତୁ। ଗୁରୁଜୀ ଆପଣଙ୍କର ଯୋଉ ଆପଣ କହିଲେ କି ଆମେ ସମସ୍ତେ ଯେତେ ଆମ ବ୍ରହ୍ମ ଆମେ ସମସ୍ତେ ଏକ। ଆଜ୍ଞା ଆଜ୍ଞା। ଗୁରୁଜୀ ଯଦି ଆମେ ସମସ୍ତେ ଏକ ବ୍ରହ୍ମ, ହୁଁ ହୁଁ ତାହେଲେ ଆଉ ଜଣଙ୍କର ଦେଖିଥିବା ଜ୍ଞାନ ମୋ ପାଖରେ କଣ ପାଇଁ ହୁଏ ନାହିଁ, କିମ୍ବା ହୁଁ ହୁଁ ମୁଁ ଦେଖିଥିବା ଜ୍ଞାନ ଆଉ ଜଣଙ୍କ କଣ ପାଇଁ ହୁଏ ନାହିଁ, ହୁଁ ହୁଁ କିମ୍ବା ଆପଣଙ୍କ ପାଖର ଦୃଶ୍ୟ ମୁଁ ଦେଖିପାରୁ ନାହିଁ, ହୁଁ କି ହୁଁ। ମୋ ପାଖରେ ଥିବା ଦୃଶ୍ୟକୁ ଆପଣ ଏଠି ଦେଖିପାରୁନାହିଁ। ଏଠି ଆମେ ବ୍ରହ୍ମଙ୍କୁ ପରଖୁନେ, ଏଠି ଆମେ ମନକୁ ପରଖୁଛେ, ଏଠି ଆମେ ଜ୍ଞାନକୁ ପରଖୁଛେ। ଜ୍ଞାନର ଊର୍ଦ୍ଧ୍ୱରେ ବ୍ରହ୍ମ ଅଛନ୍ତି। ଆପଣ ଏଠି ବ୍ରହ୍ମକୁ ପରଖୁନାହାନ୍ତି। ବ୍ରହ୍ମ ଏଠି ଆଉ ଗୋଟେ କଥା ବି ଅଛି, ଆପଣ ଏ କଥାକୁ ବି ମନରେ ବସେଇ ଦିଅନ୍ତୁ। ସାଧନାର ଯେଦ ଆପଣ ସେତିକି ସ୍ଥିତିକି ଯାଇପାରିବେ, ମାନେ ଅଗ୍ରସ୍ଥିତିକୁ ଯାଇପାରିବେ, ମନକୁ ସେତିକି ଶାନ୍ତ କରିପାରିବେ। ସାଧନାର ଗୋଟେ ଟେଲିପାଥି ବିଧି ବି ଅଛି। ଟେଲିପାଥି ବିଧି କ'ଣ? ମନ ସାଙ୍ଗରେ ମନ ସାଙ୍ଗରେ ସମ୍ପର୍କ କରିପାରିବ, ମନ ସାଙ୍ଗରେ ବାର୍ତ୍ତାଳାପ କରିପାରିବ। ଆପଣ ବସିଛନ୍ତି ଆମେରିକାରେ, ମୁଁ ବସିଛି ଭାରତରେ, ଆପଣଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା ହେଇପାରିବି। ସାଧନାରେ ଏଇଟା ବି ଅଛି। ମନ ସାଙ୍ଗରେ କେମିତି ବାର୍ତ୍ତାଳାପ କରିପାରୁଛି? ପ୍ରତ୍ୟେକ ମନର ଦ୍ରଷ୍ଟା ଯେହେତୁ ସେଇ ଏକ ସାକ୍ଷୀ ଭାବରେ ଏକ ଆତ୍ମା ରୂପରେ ଅଛନ୍ତି, ଯେତେବେଳେ ଆପଣ ସେ ସ୍ତରକୁ ଯାଇପାରିବେ, ମନ ସାଙ୍ଗରେ ମନ ଯୋଡ଼ି ହେଇପାରିବ, ମନର କଥାକୁ ବି ମନ ବୁଝିପାରିବ। ଧରିହଉଛି? ତେଣୁକରି ଏଠି ଯେଉଁ ଆପଣ କହୁଛନ୍ତି ଜଣକ ବିଚାରଧାରାକୁ, ଜଣକ ଜ୍ଞାନକୁ ପରଖୁଛନ୍ତି, ବ୍ରହ୍ମକୁ ପରଖୁନାହାନ୍ତି। ଧରିହଉଛି କଥା? ଆପଣ ଯେଉଁ କହିଲେ କାହା ପାଖରେ ଅଧିକ ବୁଦ୍ଧି ଅଛି, କିଏ କ'ଣ ଦେଖୁଛି ତାକୁ ଦେଖାଯାଉଛି। ଦେଖୁଛି ମାନେ ଆଖି କଥା କହୁଛନ୍ତି, ଇନ୍ଦ୍ରିୟଙ୍କ କଥା। ଶୁଣୁଛି ମାନେ ମନ କଥା କହୁଛନ୍ତି। କିନ୍ତୁ ଇଏ ବ୍ରହ୍ମ ଯେଉଁ ସ୍ତର କୁହାଯାଉଛି, ସେ ସ୍ତରକୁ ଆପଣ ଯାଇପାରୁନାହାନ୍ତି, ସେ ସ୍ତରକୁ ଧରି ପାରୁନାହାନ୍ତି। ସ୍ତର ହେଲା, ବ୍ରହ୍ମ ସ୍ତର ହେଲା ଶରୀର ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଅଛନ୍ତି। ଯିଏ ମନର ଊର୍ଦ୍ଧ୍ୱରେ ଅଛନ୍ତି, ଆପଣ କହୁଛନ୍ତି ଦେଖିପାରୁନାହାନ୍ତି। କାହାକୁ ଦେଖିପାରୁନାହାନ୍ତି? ଆପଣ ଇନ୍ଦ୍ରିୟ ଅନୁଭବ କଥା କହୁଛନ୍ତି, ଆପଣ ଜ୍ଞାନ କଥା କହୁଛନ୍ତି, ଆପଣ ବିଚାରଧାରା କଥା କହୁଛନ୍ତି, ବ୍ରହ୍ମଙ୍କ କଥା କହୁନାହାନ୍ତି। ବ୍ରହ୍ମ ଶରୀର ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଅଛନ୍ତି। ବୁଝିହଉଛି? ପଚାରନ୍ତୁ, ଆଉ କ'ଣ ପ୍ରଶ୍ନ ଅଛି? ତାପରେ ଯୋଉ ଗୁରୁଜୀ ଆପଣ କହିଲେ ହୁଁ। ଜୀବ ବ୍ରହ୍ମ, ଆଉ ଜୀବ ବ୍ରହ୍ମ ଆଡ଼କୁ ଯିବାନି, କାହିଁକିନା ଜୀବ ବ୍ରହ୍ମ ସରିଛି ନା। ଆମେ ବହୁତ, କାହିଁକିନା ଏ କଥା ଏତେ ଜଲ୍ଦି ବି ଆପଣ ବୁଝିପାରିବେନି, ଏତେ ସହଜ କଥା ନୁହଁ। ଆମେ ଯେଉଁ ସ୍ତରରେ କଥା ହେଉଛେ, ସେ ସ୍ତରକୁ ଯାଇକରି ବୁଝିବାକୁ ଚେଷ୍ଟା କଲେ ବୁଝିପାରିବେ। ଆପଣଙ୍କ ମଝିରେ କହୁଛନ୍ତି ଲୁହାକୁ, ଅଗ୍ନିକୁ କହୁଛନ୍ତି, ଭୌତିକ ବସ୍ତୁ ପଦାର୍ଥକୁ। ଆପଣ ମଝିରେ ଜ୍ଞାନକୁ କହୁଛନ୍ତି, ବୁଦ୍ଧିକୁ କହୁଛନ୍ତି, ମନର ସ୍ତର ଯାଏ କହୁଛନ୍ତି। କିନ୍ତୁ ଏଠି ଆମେ ଯେଉଁ ବ୍ରହ୍ମ କହୁଛେ, ଶରୀର ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଥିବା ସେ ସାର୍ବଜନୀକ ଶକ୍ତି କଥା କହୁଛେ। ବୁଝିପାରୁଛନ୍ତି? ତ ଆଉ ଟିକେ ତର୍ଜମା କରନ୍ତୁ, ଆଉ ଟିକେ ଶାସ୍ତ୍ର ପଢ଼ନ୍ତୁ। ଉପନିଷଦ ଆପଣଙ୍କୁ କହୁଛି, କେନ ଉପନିଷଦ ପଢ଼ନ୍ତୁ। କେନ ଉପନିଷଦ ହିନ୍ଦୀ ପଢ଼ିପାରନ୍ତି? ଗୁରୁଜୀ। ତ ହିନ୍ଦୀ ବହି ଗୋଟେ ମଗାନ୍ତୁ, ଗୀତା ପ୍ରେସ୍ ଗୋରଖପୁର, www.ଗୀତାପ୍ରେସ୍ ଗୋରଖପୁର ଗୁଗଲରେ ମାରିବେ, କେନ ଉପନିଷଦ ଆଣନ୍ତୁ। ତାପରେ ଆପଣ ଆତ୍ମବୋଧ ଗୋଟେ ବହି ମିଳେ, ଆତ୍ମବୋଧ, ସେଇଟା ମଗାନ୍ତୁ। ବହୁତ ଶସ୍ତା, ଅଧିକ ରେଟ୍ ବି ନୁହେଁ। ବହି 50 ଟଙ୍କା 60 ଟଙ୍କା ଏମିତି ପଡ଼ିବ। ଦୁଇଟା ବହି ଆଗ ପଢ଼ନ୍ତୁ, ତାପରେ ଆମେ ଚର୍ଚ୍ଚା ହେବା। ଆଉ ଏ ଚର୍ଚ୍ଚାଟାକୁ ଟିକେ ଅପଲୋଡ଼ କରିବା, ବହୁତ ଲୋକ ଟିକେ ଶୁଣିବେ। କରିପାରିବେ ତ? ହଁ ଆଜ୍ଞା କରନ୍ତୁ। ଠିକ୍ ଅଛି, ଠିକ୍ ହେଲେ ଅଛି। ଗୋଟିଏ ପ୍ରଶ୍ନ ଆଉ ରହିଗଲା, କ'ଣ କହିଲେ? ଆଉ ଗୋଟେ କଥା ଗୁରୁଜୀ ରହିଗଲା। ନା ନା, ପଛରେ କଥା, ବହୁତ ସମୟ ହେଲେ ଛିଡ଼ିବନି କଥା। ଧୀରେ ଧୀରେ ଅଳ୍ପ ଅଳ୍ପ ବୁଝିବା ଧୀରେ ଧୀରେ। ଆଉ ମୋ କଥାରେ ଯେଉଁଠି ଯଦି କ'ଣ ଭୁଲ ନା ହେଉଛି, ସେ କଥାଟା କହିଲେ ମୁଁ ତାକୁ ଠିକ୍ କହିବି ଯେଉଁଟା। ବୁଝିପାରୁଛ? ଆମେ କଥା ହେବା ଧୀରେ ଧୀରେ, ଅଳ୍ପ ଅଳ୍ପ କଥା ହେବା। ଏ ଦୁଇଟା ବହି ଆଗ ମଗାନ୍ତୁ, ତାକୁ ଟିକେ ପଢ଼ନ୍ତୁ, କେନ ଉପନିଷଦ, ଆତ୍ମବୋଧ। ରଖୁଛି, କଥା ହେବା। ହରି ଓମ୍।